ଚନ୍ଦନେ କେ ସାଧୁ ସାଧୁ ଆଜ୍ଞା କଣ କହିଲେ ଗୋବିନ୍ଦ କୋଉଠି ପ୍ରଭୁର ପାଦରୁ ମକରନ୍ଦରା ଗଳୁଛି ଯେ ଏ ସବୁ ପାଗଳ ହେଇ ସାରିଲେଣି ନାଇଁ ସେ ମକରନ୍ଦ ପାଦ ସେଇ ମକରନ୍ଦକୁ ପାନ କରି ବ୍ରଜକାମୀ ମାନେ କରିଲେ ଭଗବାନ କହିଲେ ସେ ବ୍ରଜ ନାରୀଙ୍କ ମନମ କାଇଁ ବ୍ରଜ ନାରୀ କଥା କାହିଁ କହିଲେ ପୁରୀ ନାରୀ କାହିଁ କହିଲେନି ମୋ ଆମ ଜଟଣୀରେ ତ ଏତେ ଝିଅ ମା ମାନେ ଅଛନ୍ତି ଆମ ଢଁସର ତ ଏତେ ଅଛନ୍ତି ଆଜ୍ଞା ଓ ରସ ସେଇଠି ଅଛି ନା ରସକୁ ଆଜ୍ଞା ଆଖକୁ ଖାଇ ଭିତରେ ନ ପୁରେଇଲେ ଆଜ୍ଞା ଶୁଖିଲାରୁ ପାଣି ବହିବ କି ଆଜ୍ଞା ସାର ସାର ସର ସବିତା ସାରା ସର ସାଙ୍ଗିନେ ରସା ରସା ମାଧୁରୀ ରସ ନିଧେ ରସାମୃତ ପିବତୀ ଶାଶୁର ପୁତି ସୁର ମୁକ୍ତ ହିତେ ଚାହି ଚାହି ମାଧବ ଧୀର 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 ବାବା କେତେ ଗଭୀର ପୁଣି ଆଉ ସେଇ କଥା ହଉଛି ନାଇଁ ଆଜ୍ଞା ପାଲାର ମହତ୍ଵ ଆପଣ ମାନେ ବୁଝୁଛନ୍ତି ବୋଲି 38 ବର୍ଷ ପରେ ଡାକିକି ଆଣିଛନ୍ତି କଣ ଆପଣଙ୍କୁ ଚାରିପଦ କହିଦେଇକି ଯାଉଛି ଯାହା ରସା ରସର ସାରା ସରାଜ ଯାହା ବୋଲେ ଯାହା ପଦ ରୂପକ ରସରୁ ଯାହାଙ୍କ ପାଦ ତଳରୁ ରସା କହିଲେ ପୃଥିବୀ ଯାହାଙ୍କ ପାଦ ଲାଗି ପୃଥିବୀ ମା ଧନ୍ୟ ହେଇଯାଉଛନ୍ତି କେମିତି ନା ରସ ରସ ବୋଲନ୍ତି ଜଳ ସେ ଜଳ କିଏ ଯଦୁମଣି ସେଇଥିପାଇଁ କହିଲେ ବରଜ ବଧୂଙ୍କ ଉରଜ ବିଧୁ ରଜ ଚନ୍ଦନେ ବନ୍ଦନ କେ ସାଧୁ ଯିଏ ବ୍ରଜରମଣୀ ମାନଙ୍କ ପାଦକୁ ଯିଏ ବନ୍ଦନା କରିଲା ତା ଜୀବନ ସାଧୁ ସାଧୁମୟ ଧରା ଆକାଶରେ ରୁଚି ଶଙ୍କୁରେ ଧରା ବୋଲନ୍ତି ପୃଥିବୀଠୁ ଆରମ୍ଭ କରି ଆକାଶ ପର୍ଯ୍ୟନ୍ତ ବ୍ୟାପୀନ ହୋଇଛନ୍ତି ଯେଉଁ ପ୍ରଭୁର ପାଦ ଯେଉଁ ପଦାରବିନ୍ଦରୁ ମନ୍ଦାକିନୀ ବୃହତେ ଗଙ୍ଗା ଗଙ୍ଗା ସବି ହୋଇଯାଇ ତାପ ବିନାଶନ କରିପାରେ ମୁଁ ଏକଥା କହୁଛି କି ତାପ ନଷ୍ଟ ଆଜ୍ଞା କହିଲେ ପାଦ ପଦ କଳିଦା ଲଦୃଷ୍ଟା ମହିମାନ ସୁର ପଥ ବନ୍ଦିତା ଶ୍ରୀ ବାସୁଦେବାୟ ବନ୍ଦେ ନନ୍ଦନନ୍ଦନ ଶ୍ରୀ ଚରଣାରବିନ୍ଦ ସେହି ନନ୍ଦବାଳ ଯୋଉ ନନ୍ଦବାଳ ଭଗବତ ବାସୁଦେବ ଆଜି ଦ୍ୱାପର ଯୁଗରେ ସ୍ୱରୂପ ନେଇ କରି ଅପ୍ରାକୃତ ପ୍ରେମର ପ୍ରତୀକ ସ୍ୱରୂପ ହୋଇ ମର୍ତ୍ତ୍ୟାବତରଣ କରିଛନ୍ତି ଯିଏ ବ୍ରଜମା ନାୟିକା ମାନଙ୍କର ପୁରଜ ରୂପକ ପିତୃ କହିଲେ ଚନ୍ଦ୍ର ସନକାଦି ପୂଜ୍ୟା ନଦୀ ସନକ ଜନକାଦି ନଦ ନଦୀ ମାନେ ଯାହାଙ୍କୁ କର ଯୋଡୁଛନ୍ତି କାହିଁକି ଜନ କାର୍ଯ୍ୟରେ କାହିଁରୁ ବାହାରିଲେ କୋଉଠୁ ବାହାରିଲେ ନା କନକ ଅତ୍ରି ହେତି କନକାଦ୍ରି ହେତି
ସ୍ୱର୍ଣ୍ଣଙ୍କ କହିଲେ ସୁବର୍ଣ୍ଣ ନାଇଁ ସୁବର୍ଣ୍ଣ ପର୍ବତ କିଏ ହିମାଳୟ ମେରୁ ପର୍ବତ ମେରୁ ପର୍ବତକୁ ଭେଦନ କରି କଳ କଳ ନାଦରେ ପ୍ରବାହମାନ ହେଉଛନ୍ତି ଯିଏ ଗଙ୍ଗା ଗଙ୍ଗା ଯେତେ ପୂଜ୍ୟ ନଦୀ ଅଛନ୍ତି ଯାହାଙ୍କୁ ବନ୍ଦନା କରୁଛନ୍ତି ସେ ଜଣକ କିଏ ହଁ କଲେ ସେ ଆଦି ଅନାଦି ପୁରୁଷ ଗୁଣ ବାପା ମାନେ ମୋ ମା ଝିଅ ମାନେ ଟିକେ ମନ ଦେଇ ଶୁଣିଲ ମା ବାଲିଆ ଗ୍ରାମର କବି ଜଣେ ବୈଷ୍ଣବ କବି ଅଭିମନ୍ୟୁ ସାମନ୍ତ ସିହ୍ନା ନିଜର ସ୍ତ୍ରୀଙ୍କର ବିରୋଧରେ ସଂସାର ବୃଦ୍ଧାଙ୍କର ଏତେ ତିକ୍ତତା ସୃଷ୍ଟି ହୋଇ ବୈରାଗ୍ୟ ଭାବ ଫେରି ଆସିଛି ମହାପ୍ରଭୁଙ୍କୁ ସେ ଆଜି ନିଜର ବୋଲି କରି ନେଇଛନ୍ତି ହେଲେ ପ୍ରଭୁ ତମେ ନିଜେ ଅଛ ଆଦି ପୁରୁଷ ତମେ ନିଜେ ଅଛ ଅନାଦିମୟ ସଂସାର ମଧ୍ୟରେ ତମେ ନିର୍ଗୁଣ ଆତ୍ମା ନିରଞ୍ଜନ ହେ ପ୍ରଭୁ ଆଉ ତମକୁ କଣ କହିବି କି ଆପଣ ମାନଙ୍କ ପାଇଁ ଭଗବାନଙ୍କର ଅବତାର ହେବା ସଙ୍ଗେ ସଙ୍ଗେ ଦୀନକୃଷ୍ଣ ଦାସ ପଦେ କହିଲେ କଣ କହିଲେ କର ହେ ସାଧୁ ଜନ ମାନେ ମନ ଏକ ହେ ମାନେ ଦୀନକୃଷ୍ଣ ଦାସ ଖଡ ଖଡ କଣ ମୋ ବାପା ପରା ଭାବ ଗାଈ ଭିତରେ ପଶି ଯାଉଛି ତୁ ବିଶ୍ୱ କାହିଁ କରୁଥିଲେ ମସ୍ତିଷ୍କ ବିଭ୍ରମ ହେଇଯାଉଛି ହେ ସାଧୁ ସଜନ କୃଷ୍ଣ ପ୍ରେମୀ ଭକ୍ତମାନ ଭୀମକୃଷ୍ଣ କହିଲେ ହେ ସଜନ ମଣ୍ଡଳୀ ଏ ଭଗବତ ବାସୁଦେବଙ୍କର କଥାକୁ ଆପଣ ମାନେ ଥରେ ଶ୍ରବଣ କରନ୍ତୁ ମା କହିଲେ କଣ ଏଠିକି ଆସ ଏଇ ତମ ପାଇଁ ଦଣ୍ଡବତ ଆଜ୍ଞା ବାବାଜୀଙ୍କ ଦଣ୍ଡବତ କଣ ହବ ନା କଳି କଳୁ ଶସଂଘାତ ଅନରେ କଣ ସେ ବାଇଦର ମତେ ମିଳୁଛି କହିଲୁ ଥରେ ଭାବ ରାଇଦରେ ପଶିଗଲା ପରେ ତ ବାଇଦ ତୋର ଥାଉ ସବୁ ନିରୋଗ ହେଇକି ବସି ଥରେ ପ୍ରଭୁର ପ୍ରେମରେ ଆପଣ ମାନେ ଯଦି ପଶି ଯାଆନ୍ତି ନା ଏ ସଂସାରକୁ ଆଜ୍ଞା ଭୁଲି ଯାଆନ୍ତି ସନାତନ ଗୋସ୍ୱାମୀ ବିଲ୍ବ ମଙ୍ଗଳ ଗୋସ୍ୱାମୀଙ୍କ ଭଳି ସେଦିନ ବିଲ୍ବ ମଙ୍ଗଳ ଗୋସ୍ୱାମୀ ଯମୁନା ତୀରରେ ବସିଛନ୍ତି ହାତ ଅନାଇ ଦେଲେ ଯୁଆରେ ଚାହିଁ ଦେଲେ ଆଖି ଆଗରେ ତାଙ୍କର ଦାସ ମାନେ ହେଉଛନ୍ତି ସେ
लीलामय भगवत वासुदेव नंदनंदन कृष्णंगर रूप ए पला भला मानकर आज्ञा आखि की खोली बोली कहती पशु रिफ्यूज बंगाली अशेष दंडवत करवा आउ जड़े कवि कथा मु कथा कहबी सालतरा ग्रामर कवि आज्ञा से दिवंगत आत्मा नहांती से कहले सरसी कबर सरसी कपरी कर রসা হইব ধন্য রসারি পাবন হে রঙ্গ ঠর করে পান হে রস রসারে রচি রসে রসি হই রসনা নেই দেই রসা করিব রসি সেদিন বিল্বমঙ্গল গোস্বামী বিল্বমঙ্গল যমুনা কূଳରେ ଆଜ୍ଞା ବସିଛନ୍ତି ଆଖିକି କିଛି ଦେଖା ଯାଉନି କିଛି ଦେଖା ଯାଉନାହାନ୍ତି ଡାକିଲେ ପ୍ରଭୁ ଆଉ କାହିଁକି କେତେ ଦିନ ଅପେକ୍ଷା କରିବ ମୁଁ ତ ନିଶ୍ଚିତ ସଂସ୍କୃତ ପଦ ଗାଇବି ପଦଟେ ଓଡିଆ ପଦ ଗାଉଛି ଆପଣଙ୍କ ଓଡିଶା ମାଟିର ପୁଅ ଯିଏ ଜଗତଗୁରୁର ଉପାଧି ପାଇଛନ୍ତି ଅଭିରାମ ପରମହଂସ ଆଏ ଦିନ ବାନ୍ଧବ ମତେ ଆପଣ କରିନି আয়ে দিন বান্ধব মতে পরার করিনি সবু কারি নাই কান্নার সজাই শ্রী চরণে স্থান দিও মতে ଖଡଖଡ କରନା ମୁଁ ଖାଲି ପଦଟା ଦେଖେଇ ଦଉଛି ମୁଁ ଗାଇବା ପରେ ମୋର ଲକ୍ଷ୍ୟ ଏଠି ନାହିଁ ରେ ପ୍ରଭୁଙ୍କ ପାଇଁ ଜୀବ କାନ୍ଦୁଛି ନା ବିଲ୍ବମଙ୍ଗଳ ଗୋସ୍ୱାମୀଙ୍କର ଜୀବାତ୍ମା ବ୍ୟାକୁଳି ପ୍ରଭୁଙ୍କ ପାଇବା ପାଇଁ କହିଲେ ପ୍ରଭୁ ମୁଁ ତ ନିଜର ନା ଥରେ ମହାପ୍ରଭୁ ମତେ ଆପଣାର କରିନେଇ ଯା ମୁଁ ତ ଆଉ ସିଆଡେ ଯାଇପାରୁନି କନ୍ଧଇ ବସିଛି ନା ଏଇ ଯମୁନା କୂଳରେ ବସିଛି ଥରେ ମତେ ଆପଣାର କରିନେ ବାବା ବିଲ୍ବମଙ୍ଗଳ ଗୋସ୍ୱାମୀ ସ୍ୱର୍ଣ୍ଣାମୃତ ନାଟକ 3ଟା ଅଧ୍ୟାୟ 3 ଖଣ୍ଡ 3ଟା ଶତକ ବାବା ତ୍ରିଶତକ କେତେ କିଏ ଶିଖୁଛନ୍ତି କି ଦେଖୁଛନ୍ତି ନ ଦେଖୁଛନ୍ତି ମୁଁ ଜଣେ ଲୋକ ଆଜ୍ଞା ବହି କିଣିକି ଶ୍ରଦ୍ଧାରେ ନେବି
ସାରେ ସବୁ ନେଇକି ଆଲମିରାରେ ଥୋଇବି, ତାକୁ ମୂଷା ସବୁ ଖାଇବେ। ମୁଁ ପ୍ରତି 15 ଦିନେ ଗାଣ୍ଡୁଆ ଲେଖେ ବାହାର କରିବି। ବ୍ରଜେ ଶାରଦା ହେ ବ୍ରଜପତିର ଦିଶା ମାୟାନ କୁଳଇ ସମାଭଙ୍ଗ ମମଃ জীবনরে বাহা পবিত্র তরঙ্গিরে হে নাবিক নাবয়তে রক্ষয় তুমা রক্ষয়তে তুম মাংকি মতে তুমি রক্ষা ন কলে ଆଉ କିଏ ରଖିବ ଧନରେ ମୁଁ କହିଥିଲି ତା ପୂର୍ବରୁ ଆଜ୍ଞା ସାର୍ ବିଲ୍ୱମଙ୍ଗଳ ଗୋସ୍ୱାମୀ ଡାକୁଛନ୍ତି, କହିଲେ ପ୍ରଭୁ ଯାହାର ପାଦକୁ ଗଙ୍ଗା ଧୋଇବା ପାଇଁ ଆଜ୍ଞା ଯାହା ନଖ ଖଣ୍ଡ ଗଙ୍ଗା ବାହାରି ଯାଉଛନ୍ତି, ଯିଏ ବ୍ରଜବଧୂ ମାନଙ୍କ ଉରଜର ବିଧୁ କଲେ ଚନ୍ଦ୍ର ସଦୃଶ ବ୍ରଜବଧୂଙ୍କ ଉରଜ ବିଧୁ ରଜ ଚନ୍ଦନ ବନ୍ଦନେ କେ ସାଧୁ ଧରା ଆକାଶରେ ରୁଚି ଶଙ୍କୁଳେ ଧରା ରହିଲେ ଯାହା ବକ୍ଷ ତଳେ କାହା ବକ୍ଷ ତଳେ ସନକାଦି ଉଦ୍ୟା ନଦୀ ଜନ କାର୍ଯ୍ୟରୁ କାହିଁରୁ ବାହାରିଲେ କନକାଦ୍ରି ହୃଦୟଦି ସେଇ ପ୍ରଭୁଙ୍କୁ ଡାକିବା ପାଇଁ ଦର୍ଶନ କରିବା ପାଇଁ ଆଜି ବ୍ୟାକୁଳିତ ବ୍ରଜବାଳୀଙ୍କ ସହିତ ଏ ଜୀବ ସକଳ ଆଜ୍ଞା ବ୍ୟାକୁଳିତ ହେଲେ। ତେଣୁ ଦୀନକୃଷ୍ଣ ଦାସ କହିଲେ, ହେ ସାଧୁ ସଜନ ମାନେ ଆପଣ ଟିକେ କର୍ଣ୍ଣ ଦେଇ କୃଷ୍ଣଙ୍କ କଥାକୁ ଶ୍ରବଣ କର। କଲେ କଣ ହେବ ନା କଳି ରୂପ କଳୁଷ ଅଛି, ପାପ ଅଛି, ଏଟା ଆପେ ଆପେ ସଂହାର ରହିଛି। କେମିତିଆ ନା କଳାକଳ ଅନ୍ଧାର ପ୍ରାୟ କଳାକର କହିଲେ ଚନ୍ଦ୍ର ଚନ୍ଦ୍ର ଉଦୟ ହେଲେ ଯେମିତି ଅନ୍ଧକାର ତମସା ରାତି ବିନାଶ ହୋଇଯାଏ ନାଇଁ, ସେଇଭଳି କୃଷ୍ଣ କଥା ଶ୍ରବଣରେ ଦୂରିତ କ୍ଷୟ। ଏ କଥା ଶୁଣି ଦେଇଛନ୍ତି ଜଣେ ବ୍ୟକ୍ତି, କୃଷ୍ଣଙ୍କ କଥାରେ ଏମିତି ଅଛି, ସେ କୃଷ୍ଣ କୋଉଠି ଅଛି ବୋଲି ତାକୁ ଦର୍ଶନ କରିବା ପାଇଁ ବାହାରି ପଡ଼ିଲେ। ଗୁଣ ବିଶାରଦ ବିଦଗ୍ଧ ମଣ୍ଡଳୀ ବାରେ ଡାରିବେ ଶ୍ରବଣ ব্রহ্মাণ্ড কথা কই বল যথা মুখী ତଳାରେ ନୁହଁ ମୋ ଗଣିବୁ ନା ସେଦିନ ଏଇ ପ୍ରଭୁଙ୍କର ସାନ୍ନିଧ୍ୟ ଲାଭ କରିବାର୍ଥେ ଏ ପୃଥିବୀ ପୃଷ୍ଠରେ ଜଣେ ବିଶିଷ୍ଟ ବ୍ୟକ୍ତି ତାଙ୍କର ହୃଦୟଟା କୃଷ୍ଣଙ୍କ କଥା ଶୁଣି ଅତ୍ୟନ୍ତ ପୁଲକିତ ହେଲା, ତନୁ ରୋମାଞ୍ଚିତ ହେଲା। ହୃଦୟର ଆବେଗକୁ ଆଜ୍ଞା ରଖିପାରିବି ନାହିଁ। ପ୍ରଭୁଙ୍କ ଦର୍ଶନ ପାଇଁ କହିଲେ ସେ ଯୋଉ ପ୍ରଭୁଙ୍କର ପାଦରୁ ଗଙ୍ଗା ନିର୍ଗତ ହୋଇଛନ୍ତି ତାଙ୍କୁ ଦର୍ଶନ କରିବା ପାଇଁ ଇଚ୍ଛୁକ ହେଲେ। ଆରେ ଚେୟାର ଯଦିଓ ନନା ଆସନ୍ତୁ, ହଁ ବାବା ଆଜ୍ଞା ଟିକେ ଚେୟାର ଦେଲେ ନନା ଆସନ୍ତୁ। ହଁ ଆସିବ, ଆରେ ପରଦିନ ଆସିବ ନନା ଆସିବେ। ପ୍ରଭୁ 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 କି ଭାଗ୍ୟ ହେ ମହାପ୍ରଭୁ। ପ୍ରଭୁ ସେ ସେମିତି ହମ ଜୟ ଜଗନ୍ନାଥ। ଆଜ୍ଞା ଏ କଣ ମୋର ଆଜ୍ଞା ପୁଣ୍ୟ ହଉଛି ନା ପାପ ହଉଛି କିଛି ବୁଝିପାରୁନି। ଜଣେ ବ୍ରହ୍ମଦେବ ତାଙ୍କ ପୁଅ ସାନ ଭାଇ, ମୁଁ ବୟସରେ ଯଦିଓ ବଡ ତଥାପି ସେ ବ୍ରହ୍ମଦେବ, ମୁଁ ରାତ୍ରି ପାଇଲେ এইভাবে দেবতা ମାନଙ୍କୁ প্রণাম জনাচ্ছি।
ନାମଧେୟ ବ୍ୟକ୍ତି ବଡ ଘରର ପୁଅ ଆଉ ଯାହାଙ୍କର ନାମ ଅଛି ଯାହାଙ୍କର କଥା ଅଛି ଯିଏ ଭଗବାନଙ୍କର ଅବତାର ସହିତ ଜଣେ ଅବତାର ସେ ହେଉଛନ୍ତି ଭଗବାନ ନାରଦ ସେ କିଏ ସେ ନାୟ ବ୍ରହ୍ମ ଦର୍ଶନରେ ଲାଳସା ସରଧାତା ବଳିଲା ସେ জীবন অনুদুঃখ নিবন্তে মন ব্যগ্র হইলা କାଲି ଆପଣ ମାନେ ଶୁଣିଲେ ପ୍ରଭୁର ଚରିତ ରୁକ୍ମିଣୀ ପରିଣୟ ଶ୍ରୀମଦ୍ ଭାଗବତ କଥା ଆଜି ଆଜି ଆପଣ ମାନଙ୍କୁ ପବିତ୍ର ରାଧାଷ୍ଟମୀରେ ଆଉ ରାଧାଙ୍କ କଥା ନ କହି କୃଷ୍ଣଙ୍କ କଥା ନ କହିଲେ ଅପରାଧୀ ଆଜ୍ଞା ହେଇଯିବ କାଲିକି ଦେଖିବା କଣ କରିବା କଥା ରାତ୍ରି ପାଉ ବିଚାର କରିବା ଆଜି ପାଇଁ ଭଗବାନଙ୍କର ସ୍ୱରୂପ ଧାରଣ କରିଥିବା ଜଣେ ଅବତାର ବ୍ୟକ୍ତି ସେ ହେଉଛନ୍ତି ଭଗବାନ ନାରଦ ବ୍ରହ୍ମାଣ୍ଡର ନନ୍ଦନ ବାବା ସେ କିଏ ସେ ହେଉଛନ୍ତି ସମଗ୍ର ବିଶ୍ୱର ଜଣେ ସାମ୍ବାଦିକ ସମଗ୍ର ବିଶ୍ୱର ସଚରାଚର ଜଣେ ସାମ୍ବାଦିକ ନନା ଲେଖକ ଆଜ୍ଞା ମୁଁ ଲେଖକ ମୁଁ ନୁହେଁ ଆଜ୍ଞା ଆପଣଙ୍କ ବ୍ରାହ୍ମଣ କୁଳର ପୁଅ ଆଉ ସେ ନାହାନ୍ତି ଆଜ୍ଞା ମାଣିଆ ବନ୍ଦର କବି ରାଜକିଶୋର ମିଶ୍ର ସେ ଦିବଙ୍ଗତ ଆତ୍ମା 14ରେ ପାଲା ଗାଉଥିଲୁ ଗୋଟେ ବହି ଟାଣିଦେଲେ କହିଲେ ପୁଅରେ ତତେ ଶ୍ରଦ୍ଧା ଲାଗୁଛି କାହାକୁ ଦବା ପାଇଁ ଏପର୍ଯ୍ୟନ୍ତ କାହାକୁ ଦେଇନି ଏଟା ଦେଖେ କଣ ଅଛି ଦେଖିଲା ବେଳକୁ କଣ କହିଲେ କହିଲେ ସେ ବିଶ୍ୱ ସାମ୍ବାଦିକ ମନେ ବହି धीरो 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 ए तू क्या दे मानु छुनो ओ छोड़ भाई एमती बारिया भाई को मो जीवन काल भीतर केते आखि देखिला मो धन संड पिया पेटुनु दत्त विश्व सांबादिक माने बही एक ऐक्य एकांत मनोभाव को धारण करी से एकांत मनोभाव कौन बुझली हां एक मनोभाव प्रभुंकर दर्शन आगे महाप्रभु दर्शन द्वितीय प्रभु सान्निध्य लाभ करवा
तृतीय प्रभु कृपा दीक्षा करिबा चतुर्थ ये विश्वर समाचार को नहीं विश्वश्रुत गैल ब्रह्मा जहां पिता विश्वश्रुत ब्रह्मांड निकट देले भल मंदर खबर आपण मान निकट देले आपण मान पेपर रे बाहरी नहीं क्या आज्ञा यही धारणा को नहीं चली छंदे आज्ञा आज्ञा हे धन्य जीवन ते तार गोविंद मुकुंद पदे मन गोविंद मुकुंद पदे मोती जेते आज्ञा बचन के सुदर्शन ना कौन भूल कहला कि ना आज्ञा केबे भूल होबन केबे भूल होबन नहला पला खाली बंद कर धन्य जीवन ते तार तार जीवन धन्य ना मुकुंद पदे मोती जार जीवन धन्य तार नारदंग जीवन का ज्ञान धन्य आज प्रभु दर्शन करी यही कथा को विचार करी मन रूपक जानरे बसिले प्रभु दर्शन करने ब्रह्ममंडल गमन कले जाऊँ जे आज्ञा पूरा बसिले शुण ये आम मैंने पला को आसिले किए धड़ा किए कला किए कौन पिंधिक आस नहीं बापा आम कुर्ता पिंधिक आसे कौन साहित्य परिवेशन करने दर्शक मैंने जी आसी से माने पैंट शर्ट पिंधिक आसछन ये तो बाबाजी लोक ने ये कौन गले केमी रूप धारण कले भोज चंपू राजा भोज बैना चंपू रामायण कले कलित ललित चांदे हसी चाक्षमाला कलित मयूखे मुख चंद जिता खचित रत्नमाला आदुका पदुका नहीं रात्रि व्योमदात्री मंत्र कला तीन बार दरकार समय ना षोलहर मृत्यु मंत्र प्रतीक जिए ब्रह्मा तनय नारद सुंदर वेश अवयव सुंदर शरीर धारण करी हाथर वीणा को वादन कर मन रूपक जानरे बसी बाबरे चली बापा ब्रह्ममंडल यात्रा कर धन्य से भीम बोई जेबे प्राण पक्षी ए घट पेखी ये छाड़ी चली जीवार पारिकी ए माटी शरीर ये जीव स्वर्ग द्वार ये जो ठीक पड़ी थी मो ये कालिया आखी मो सखीर हृदय देइछि लेखी हे मो सखीर हृदय देइछि लेखी जेबे प्राण पक्षी घट
ସହିଷ୍ଣୁତା ପୁଣି ଅକୁଆ କଥା ହେଲେ ସଖୀରେ କଥା ଏତିକି ହେଲେ ମୋ ସଖୀରେ କଥା ଏତିକି ଆରେ ଶୟନ ସପନେ ଭଜେ ଚୋକା ଝିଟି ମୋ ସଖୀରେ ଏ ପ୍ରାଣ ପକ୍ଷୀ ଏ ଘଟ ଆରେ ରେ ପ୍ରାଣ ପକ୍ଷୀ ଏ ଘଟ ଉପେକ୍ଷୀ ଛାଡ଼ି ଚଲି ଯିବ ଆର ପାରିକି ଏ ମାଟି ଶରୀର ଯିବ ସ୍ୱର୍ଗ ଦ୍ୱାର ଏ ମାଟି ଆଲୋ ଏ ମାଟି ଶରୀର ଯିବ ସ୍ୱର୍ଗ ଦ୍ୱାର ଏ ମାଟି ଆହା ଏଉଠିକି ପଡ଼ିଥିବ ମୋ କାଳିଆ ଆଖି ଛାଡ଼ି ଦେଇଛି ହେ ମୋ ସଖୀରେ ହେ ମୋ ସଖୀରେ ହୃଦୟ ଦେଇଥା ଲେଖି ହୃଦୟ ଦେଇଥା ଯିବା ପାଇଁ ଡାକୁଛନ୍ତି କଣ ଦେଇଥିବେ ଶ୍ରୁତି ସଖୀରେ ମୁଖରେ ଗାଇ ପ୍ରଭୁର ନାମ ଦେବ ଗତି ହେ ବ୍ରହ୍ମ ମଣ୍ଡଳରେ ମନ ଜାନେ କହନ୍ତି କମନ ଅନ୍ଧକାର ପଥ କିଛି ନ ଦିଶେ ନୟନ ସେ କିଛି ଦୂର ଗମନ କରିଲେ ତପୋଧନ ହଠାତ୍ ଶ୍ରୁତିରେ ଆସି ବାଜିଲେ ଏକ ସ୍ୱନ ନାରଦ ବ୍ରହ୍ମମଣ୍ଡଳ ଯାତ୍ରା କରୁଛନ୍ତି ତାପରେ ଘୋର ଅନ୍ଧକାର ଦେଖାଯାଉଛି କିଛି ଦେଖାଯାଉନାହିଁ ହେଲେ ଭଗବାନଙ୍କର ନାମ ମୁଖରେ ରଟନ ଚାଲିଛି ହରେ ମୁରାରେ ମଧୁକୈକ ଭାରେ ଗୋବିନ୍ଦ ଗୋପାଳ ମୁକୁନ୍ଦ ସୌରୀ ଯଜ୍ଞେଶ ନାରାୟଣ କୃଷ୍ଣ ବିଷ୍ଣୁ ଠିକ ଏତିକି ବେଳରେ ନାରଦଙ୍କ କାନରେ ଗୋଟେ ସ୍ୱନ କହିଲା ଶବ୍ଦ ଠକ୍ 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 ଗୋଟେ ଶବ୍ଦ ଶୁଭିଲା ସେ ଚମକି ପଡ଼ିଲେ ଜ୍ୟୋତି ଚୌଦିରେ ଚାହିଁଲେ ଜ୍ୟୋତି ନାରଦ ଚାଲିଛନ୍ତି ପ୍ରଭୁର ନାମ କୀର୍ତ୍ତନ କରି ନିର୍ଭୀକତାର ସହିତ ନିର୍ଭୟତାର ସହିତ ଖଣ୍ଡେ ଦୂର ଯିବା ସମୟରେ ହଠାତ୍ ତାଙ୍କ କର୍ଣ୍ଣରେ ଆସି ଗୋଟେ ଶବ୍ଦ ଶୁଭିଲା ଠକ୍ 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 ଠକ୍। ଚମକି ପଡ଼ିଲେ ନାରଦ ଆରେ ଆରେ କଣ ଗୋଟେ ଶବ୍ଦ କରୁ ଶୁଭୁଛି ଯୋଉ ଆଡୁ ଶବ୍ଦଟା ଭାସି ଆସୁଛି ସେଇ ଶବ୍ଦ ଆଡେ ଲକ୍ଷ୍ୟ କରି ଗତିକି ତାଙ୍କର ଚାଲିଲେ କିଛି ଦୂର ଯିବା ପରେ ନାରଦ ଟିକେ ନିରୀକ୍ଷଣ କଲେ ବ୍ୟାସ ଭଗବାନ ସଂସ୍କୃତ ବ୍ରହ୍ମ ବୈବର୍ତ ପ୍ରାଣ ତଦର୍ଶମାନ ସର୍ବଲୋକାଗତା ହରି ପୁତ୍ର ସନକ ପ୍ରାଣ ନିଧି
ଅୟସାର ଭାବ ଭାବ ବହୁଳ ଆୟସା ନ୍ୟସ୍ତିର ଚିନ୍ତା ମତ ଗତି ନେକ ଭାବ ଭୟଙ୍କର ରୂପ ସେ ଜଣେ ବ୍ୟକ୍ତି ବସିଛନ୍ତି ଗୋଟେ କର୍ମରେ ନିଯୁକ୍ତି ହୋଇଛନ୍ତି ଭୟ ଲାଗୁଛି ହେଲେ ନାରଦ ତ ନିର୍ଭୀକ ନା ତାର କାହାକୁ ଭୟ ଅଛି ନା ପାଖରେ ପ୍ରବେଶ ହେଲେ ଓ ବାବୁ ଆରେ ତମେ କିଏ ଏଇଠି ବସି କଣ କରୁଛ ଦେବର୍ଷି ହଁ ନମସ୍କାର ନମସ୍କାର ଆଉ ତମର ଗଣେଶ ପୂଜା ଫଙ୍କସନ ଏ ବର୍ଷ ଭଲ ଚାଲିଥିବ ବୋଧେ ମୁଁ ଯାହା ଅନୁମାନ କରୁଛି କଣ ହେଲା ପୂଜା ଏ ବର୍ଷ କେମିତି ଆପଣଙ୍କର ଚାଲିଛି ସିଆଡେ ମୁଁ ପଚାରୁଛି ଆପଣ କିଏ ସେ ମୁଁ ହେଉଛି ଯମ 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 ତମେ ସୂର୍ଯ୍ୟ ସୁତ ଯମ ଯମ ଏଠି ଏକାନ୍ତ ବସି କଣ କର୍ମ କରୁଛନ୍ତି ଗୋଟେ ନର୍କ କୁଣ୍ଡ ଖୋଳୁଛି ନର୍କ ନର୍କ କୁଣ୍ଡ ବିଧାତାଙ୍କ ସୃଷ୍ଟିରେ ହଁ ସମଗ୍ର ଜୀବଜଗତ ପାଇଁ 84 ନର୍କ କୁଣ୍ଡ ଅଛି ମୁଁ ଜାଣିଛି ଆଉ ତମେ ଗୋଟେ ନର୍କ କରୁଛ ସେଗୁଡାକରେ ପାପି ସବୁ ଫୁଲ ହେଇଗଲେଣି ଏ ଯୋଉ କୁଣ୍ଡ ଖୋଳା ହଉଛି ସ୍ୱତନ୍ତ୍ର ଗୋଟାଏ ପାପି ପଡିବ ଏଇ କୁଣ୍ଡରେ ବଡ ପାପି ଆଶ୍ଚର୍ଯ୍ୟ ମନେ କଲେ ଆଜ୍ଞା ନାରଦ କଣ ଏ ଚମକି ପଡ଼ିଲେ ମୁନି ହଇଲେ ଚକିତ ଜମା ଆଜ୍ଞା ତମେ ଧର୍ମ ଦେବ ବୋଲି ଆମେ କହୁନା ଧର୍ମଦେବ ତମର ତ ଧର୍ମୀୟ ଚେତନା କିଛି ନାହିଁ କାହିଁକି ଆପଣ କେମିତି ଜାଣିଲେ ମୋର ନାହିଁ ସମଗ୍ର ଜୀବଜଗତ ମାନଙ୍କ ପାଇଁ ହଁ ଯୋଉ ନର୍କ ବ୍ରହ୍ମା ଖୋଳିଛନ୍ତି ହେଲା ମୋ ପିତା ହଁ ସେଟା ସବୁ ଫୁଲ ହେଇଗଲେଣି ଶୁଣ ଏ ଯୋଉ ପାପିଟା ପଡିବ ହଁ। ଏଟା ଗୋଟେ ବଡ ପାପି ସେ କୁଣ୍ଡରେ ତାକୁ ଜାଗା ହବନି ତେଣୁ ତା ପାଇଁ ସ୍ୱତନ୍ତ୍ର ଗୋଟେ କୁଣ୍ଡ ଦରକାର ଜଣେ ଗୋଟେ ନିଶ୍ଚିତ ପାପୀ ଦରକାର ବଡ ପାପି ଶ୍ରେଷ୍ଠ ପାପୀ ଆଉ ବୋଧେ ତା ଭଳି ପାପୀ ବିଶ୍ୱରେ କେହି ନାହିଁ କେହି ନାହିଁ କେହି ନାହିଁ ଏମିତି ଗୋଟେ ପାପୀ ହଁ ଅଛି ନାରଦ ବଡ ଚକିତ ହେଲେ ହେ ହେ ବାବୁ ଏମିତି ଜଣେ ପାପୀ କେହି ନାହାନ୍ତି ଆଜ୍ଞା କଣ ଆସିବେ ବଡ ଆଶ୍ଚର୍ଯ୍ୟ କଥା କଣ ଆସନ୍ତି ନାରଦ ଚିନ୍ତା କଲେ କଣ ସେ ଜଣକ କିଏ ସେ ଆଗେ ଟିକେ ପଚାରିବା ନା ଆଜ୍ଞା ହଁ ହଁ ନାରଦ କହିଲେ ମହାରାଜ ପ୍ରଭୁ ମୁଁ ଆପଣଙ୍କୁ ବିନମ୍ରତାର ସହିତ ପଚାରୁଛି ହଁ ଦୟାକରି ଟିକେ ମୋର ଅନୁରୋଧ ରକ୍ଷା କରି ହଁ କହିପାରିବେ କି କଣ ଏଇ ପାପୀ ଜଣକ କିଏ ସେ ଏଇ ପାପି ଜଣକ ହଁ ଏ ହେଉଛନ୍ତି ଭଗବାନ କୃଷ୍ଣ ଭଗବାନ କୃଷ୍ଣ ସେଇ ପଡିବେ ଏଇ ନର୍କରେ କୃଷ୍ଣ ଜଣେ ପାପୀ ପାପି ହେ ହେ କୃଷ୍ଣ ଗୋଟେ ପାପୀ ପାପି ଟିକେ କଣ ସେ ପାପୀ କରିଛନ୍ତି କହିପାରିବ କଣ ପାପ କରିଛି ହଁ କହୁଛି ଶୁଣ ନାରଦ କହିଲେ ହଏ ହଁ ଆମ ଶାସ୍ତ୍ର ପ୍ରମାଣ ଦିଅନ୍ତି କଣ କୃଷ୍ଣଙ୍କ ନାମ ଜପ କଲେ ହଁ ପାପ ନିଧନ ହୋଇଯାଏ ହଁ ଦିନ କୃଷ୍ଣ କହିଲେ ହରେ କୃଷ୍ଣ ନାମରେ ପାପ ପଛାୟ ଦେବେ, ପାପ ଛାୟ ଦେବେ, ହରିଣ ପରେ ପାପୀ ପାପ ଦେବେ, ହରିଣ ପରେ ପାପୀ ପାପ ଦେବେ। ଆଜ୍ଞା ଆମ ଶାସ୍ତ୍ର ବର୍ଣ୍ଣନା କରୁଛନ୍ତି କଣ ଥରେ ମାତ୍ର ଜୀବନ କାଳ ଭିତରେ ହଁ ଯେକୌଣସି ବ୍ୟକ୍ତି ଥରେ କୃଷ୍ଣ ନାମକୁ ଉଚ୍ଚାରଣ କଲେ ପାପ ନଥାଏ ଆଜ୍ଞା ନା ଯେତେ ପାପ ହୁଏ ତାହା ତ ମାନେ ହିମାଳୟ ସମାନ ହଁ ଗୋଟେ ତୁଳାକୁ ଗଦା କରିଦବା ବାସେ ଗଦାଟା ତୁଳା ହଁ ହିମାଳୟ ସଦୃଶ୍ୟ କରିବା କଣିକା ଅଗ୍ନି ଛିଟା ପକେଇଦବା ପକେଇଦବା ସେ ରଖିବ କି ନା ଯଥା ହଁ ଇଏ କୃଷ୍ଣ ନାମ ରୂପକ ଅଗ୍ନିରେ ହଁ ପାପ ରୂପକ ତୁଳା ରାଶି ଗୁଡାକ ଏକ ଭଳି ଭସ୍ମ ହୋଇଯାଏ ଆହେ ବାବାଜୀ
ତମେ 14 ବ୍ରହ୍ମାଣ୍ଡ ବୁଲି ବୁଲି କିଏ ତମ ମୁଣ୍ଡ ଆଉ କାମ କରୁନି ମାନେ ଆଏ କୃଷ୍ଣ ନାମ ସିନା ଧଇଲେ ପାପ କଟିବ ଆଚ୍ଛା ହେଲେ କୃଷ୍ଣ ହଉଛି ପାପୀ ଓହୋ ତା ନାମରେ ପାପ ଧୌତ ହେଇଯିବ କୃଷ୍ଣ ନାମରେ ପାପ କ୍ଷୟ ହୁଏ ହେଲେ ହେଇଟା ପାପୀଟା ପାପ ବୁହା ଶଗଡ଼ ସାହିତ୍ୟ ପାପୀ ନୁହଁ କଣ ତମେ ନ କହୁଛ ଯେ କଣ କହୁଛି କହୁନା କଣ ଆଜି କାନ ନ ଶୁଣୁଛି କଣ ନ ଶୁଣିଲା ହେ ହେ ହଁ ବାବାଜୀ ହଁ ପଚାରୁଛନ୍ତି କହିଲେ ପ୍ରଭୁ ହଁ କୃଷ୍ଣ ପାପ କରିଛି କରିଛି ପାପ କଣ ପାପ କରିଛି ଯଦୁମଣି ମହାପାପ ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର କାଲି ଏପଦ ଗାଇଲେ ଫଳ ଦଳିତା ଜନ ପ୍ରକାର ଦଳିତା ଜନ ପ୍ରତୀକ ରୁଚିଲା ଦ୍ୱାରା ପ୍ରତୀକ ରୁଚିଲା ଶୁଣ ବା ଶୁଣ ଆଉ ତ ବୟସ ନାହିଁ ଇଏ ବୁଢା ସମୟରେ ରସକୁ ଚଟେଇ ଦେଇକି ଯାଇଥିବି ଏମିତି କେତେ ଦିନ ବସି ଚାଟୁଥିବୁ ତାର ହୃଦୟ ଗୁନ୍ଦା ଯେତେବେଳେ ମନୁଷ୍ୟ ଭାବ ଗୈର ଭିତରେ ପଶିଯାଏ ସେଇଟା ଏପଟ ସେପଟ ହେଇଯାଏ କିନ୍ତୁ ଅର୍ଥ ଠିକ ଆସିବ ତମେ ଦୁଆରେ ବୁଲି ବୁଲି ଯିବ ସେ ରାଜା ବଗିଚା କରି କୁସୁମ ଯିବ ତମ ଘର ବୁଲା ହବନି ତାର ଶ୍ରୀରାମ ଗାଇଲେ ଗାୟକ ନା ତମେ କେତେ ଜ୍ଞାନ ରଖିଥା ସେମିତି ମାଟି ମହାଦେବ ପଞ୍ଚାମୃତରେ ମିଳେଇଯିବ ମୋ ଧନ ଲଙ୍କା ଭିତରେ ମଞ୍ଜି ବ୍ରଜ ଧରି ଲଙ୍କା କିଛି ରଖିବନି ମାଢି ଇଏ ମାଢି ରଖିବନି କାହାର ଏଇ ଯୋଉ ମାଡ଼ ଦଉଛି କଣ ରହିବ ତୋ ମୁହଁରେ ବାରସି ବାଜିନି କି କଣ ବାରସି ବାଜିଲେ ମୁଁ ପକେଇଲି କିଛି ରଖିବନି କଲ୍ୟାଣ କର ଭଗବାନଙ୍କୁ ଡାକ ମହାପ୍ରଭୁ ଆଶୀର୍ବାଦ କରନ୍ତୁ ପୁରା ଭଲ ଭାଇ କହୁଛି ମୋ ସୃଷ୍ଟି କୁହ ଧୀର ଠୋ ଅଧିକ ମୁଁ କଲ୍ୟାଣ କରୁଛି ଧୀର ଠୋ ଅଧିକ କୃଷ୍ଣ କେମିତି ପାଟି ଶୁଣିବ କହିଲି ପୁରା ଅଞ୍ଜନ କହିଲେ କଳା କଳାକୁ ତେଲ ଟିକେ ଦେଇଦେଇ ତାକୁ ଘଷି ଦେଲେ ସେ କେମିତି ଇଏ କୃଷ୍ଣ ଗୋଟେ ବର୍ମଣ ସେଇ କଥା ଆଜ୍ଞା କହିଥିଲେ କହିଲେ ଶିଶୁପାଳ ବୋଧ ପାଇଁ ବର୍ମଣ ସେଇଆ କହିଥିଲେ ରଚନା ଯୁକ୍ତ ଶଶୀ କଳା କଳା ଯୁକ୍ତ
ଚନ୍ଦନ କହିଲେ କଳା ଘୃତ ହେଉ କିମ୍ବା ତୈଳ ହେଉ ତାକୁ ଯଦି ଲେଡାରେ ନେଇ କରି ଆଜିକାଲି ତ ମା ଆଉ ତ ନଥିବ ଆଜିକାଲି ପିଲା ତ ସବୁ ଡାକ୍ତରଖାନାରେ ଜନ୍ମ ହେଲେ ଆଉ ଡାକ୍ତର ସାର୍ କହିଲା ପିଲାଙ୍କ ଆଖିରେ କଳା ଦିଅନା ସେତେବେଳେ କଣ ହେଲେ ବଡ ସିଧୁ ଗଛର ପତ୍ର ବଡ ସିଧୁ ପତ୍ର ଆଣି ଜଡ଼ା ତେଲ ଭଳି ଡୁବିକି ଦେଖେଇବେ ସେ ଡୁବିରେ ଯୋଉ କଳା ସେ କଳାକୁ ନେଇ ଆଖିରେ ଦଳି ଦେଲେ ଦେଖିବା ପାଇଁ ତଥା କୃଷ୍ଣ ଦେଖିବା ପାଇଁ ତଥା ଏଠି ପ୍ରଶ୍ନ ଆସିଲା ଏ ସଂସାରରେ ଯେତେ ଥିଲେ ୟା ପୂର୍ବରୁ ଆଜ୍ଞା ରାମଙ୍କର ଅବତାର ଥିଲା ମହାପ୍ରଭୁଙ୍କର ସୁନ୍ଦର ଅବୟବ ଥିଲା ନବଦୁର୍ଗା ଦଳ ଶ୍ୟାମଳ ମୂରତି ଭଗବାନ କୃଷ୍ଣ ଏତେ କଳା କାହିଁକି ଏତେ କଳା ହେଲେ ମୁଁ କହିପାରୁନି ଆଜ୍ଞା ଲେଖକ ଆମ କଟକ ଜିଲ୍ଲାର ବାଙ୍କି ସବଡିଭିଜନ କଳାପଥର ଅନ୍ତର୍ଗତ ଖଜୁରୀପଡ଼ା ଗ୍ରାମର କବି ପଣ୍ଡିତ ଗୋପାଳ ଚରଣ ପଣ୍ଡା ସିଏ ଧାଡ଼ି ଆଜ୍ଞା କହିଦେବେ ଅର୍ଜନ କରିଛି ଇଏ ବର୍ଜନକାରୀ ସେ ପଦ ବୁଝିବ କିଏ ଅର୍ଜନ କରିଛି ବର୍ଜନ କରି ଯୋଉ କର୍ମକୁ ଅର୍ଜନ କରିଛି କର୍ମକୁ ବର୍ଜନ କରିଥିଲା ପରେ ୟାକୁ ଅର୍ଜନ କରିଛି କଣ କରିଛି ଓହୋ ଶକଟ ମାରିଛି ବକାଟା ତାର ନାରୀ ଗୋକୁଳ କାମିନୀ ମାନଙ୍କର ଦର୍ଶନକୁ ଚୋରି କରି ସାମର୍ଥ୍ୟ ଯିଏ କୁଢ କୁଢ ପାପକୁ ଅର୍ଜନ କରିବେ ଯିଏ ସୁରକ୍ଷିତ ହସ୍ତ ମଣିଷ ପାପ ନ କଲେ କଳା ପଡେନି ଏହା ଠିକ କଥା ଏଇ ଜୀବନ କାଳ ଭିତରେ ବାବୁ କେତେ କଳାକାରଙ୍କ ଆମେ ଦେଖି ଆସିଲେଣି ନାଇଁ ନାଇଁ ଏଟା ପାପ କରିବାରୁ କଳା ନା ସେଇଠି ଅଛି କୋଉଠି ଯୋଉଦିନ ଶ୍ରବଣ କୁମାର ଅନ୍ଧମୁନି ପୁତ୍ରକୁ ମାରିଲେ ତାପରେ ରହିଥିବା କଥା ସେଇଠି ଦର୍ଶନେ ଦଶରଥନେ ଆଦି କବି ବାଲ୍ମୀକି ମତେ କାହିଁ କରିବା ପାଇଁ କହୁଛୁ ବିଷୟ ଏଣ୍ଡିଂ କରିବା ପାଇଁ କହୁଛୁ ଶେଷ କରିବି ସମ୍ଭବ କେବେ ନୁହଁ ଆଜ୍ଞା ଭଗବାନ କଲାଟା ଆଲୋଚନା ମୂଳକ କ୍ଷେତ୍ର ନା ଆଲୋଚନା ସମାଲୋଚନା ଭିତ୍ତିକ ନହେଲେ ତ ଆପଣ ମାନେ ଆମକୁ କାହିଁ ଦେଖିଲେ ମୋ ଶ୍ରଦ୍ଧେୟ ସୁଦର୍ଶନ ଭାଇ ଅଛି ଏ ବଜାର କମିଟି ଭାଇ ମାନେ କାହିଁ କହିଲେ ଦୀର୍ଘ 35 ବର୍ଷ ପରେ ଆଉ ଥରେ ବୁଢା କିଏ ସୁଦର୍ଶନ ସେଟା କାହିଁକି ଭାଇ ମା କାହାଣୀ କହିବା ପାଇଁ ତା ମଧ୍ୟରେ ଥିବ ଆଜ୍ଞା ମଞ୍ଜି କାହିଁକି ଡକେଇଲେ ବୁଢାଟାକୁ କାହିଁକି ଜଟ ଦେଖିବାକୁ କହିଲେ ବୁଢା ଜଟ କେମିତି ହେଇଛି ସେଦିନ ଅନ୍ଧମୁନିଙ୍କ ପୁଅ ଶ୍ରବଣ କୁମାରକୁ ଜଳ ତୁଠରେ ସର ବିଚ୍ଛ କରି ପକେଇଲେ ପାଣି ଖାଉଛି ହାତୀ ଭାବି କରି ହେଲେ ବ୍ରାହ୍ମଣ ପିଲା ଯେତେବେଳେ ମରିଯାଇଛି ବ୍ରହ୍ମ ହତ୍ୟା ଦୋଷ ଲାଗିଛି ବ୍ରହ୍ମ ଦୋଷ ଲାଗିଲା ତାଙ୍କ ସର୍ବାଙ୍ଗ କଳା ପଡିଗଲା ଆପଣ ମାନଙ୍କର ଅଧ୍ୟାତ୍ମ ରାମାୟଣ କବି ବ୍ୟାସ
পলিত কে রঙ্গ কমলামতি বিলুপ্ত শশাধরায় রাহু ক্ষমার গ্রাসিত আরে বিপিন আমি কোন বড় পণ্ডিত আমি কোন ସବୁ জানিথাଏ হে মা এ যেতে মা বাপা মানে আপন মানে বসছন্তি যদি হলদি মুঠে ধরি পকাই দেবে যাহা মুন্ডরে পড়লে সে আজ্ঞা MBA পাস করছেন আমু কাই ডকি আনছেন আজ্ঞা এমানে কোন এই কথা শুনে পাইছেন বলে নাই রাজা দশরথଙ୍କର ଯୋଉ କଳା କେଶ ଥିଲା ବ୍ରାହ୍ମଣ ପୁତ୍ରକୁ ମାରିବା ସଙ୍ଗେ ସଙ୍ଗେ ତାଙ୍କ ସର୍ବାଙ୍ଗ କଳା ପଡିଗଲା ଶୁଭ୍ରାଙ୍ଗ ତାଙ୍କର ଅଙ୍ଗର ଦେଖିବା ପାଇଁ ଶୁଭ୍ର ଧବଳା ବର୍ଣ୍ଣ ବ୍ରହ୍ମହତ୍ୟା ଦୋଷରୁ ଇଏ ସେଇଆ ହୋଇଛି ହେଲେ ସେତିକି ନୁହେଁ କୃଷ୍ଣଙ୍କ ପାଇଁ ଜନକ ସଙ୍ଗୀତ କଣ କହିଲେ ମୁକ୍ତ କେଶା ମହାବାହ ଶ୍ରୀ ଆତ୍ମଦଂ ପରମ ବ୍ରହ୍ମ ଦୁଃଖାନାଂ ବସ୍ଥାନାଂ ବିପ୍ରାହ ଓ ଶ୍ରୀ ବତ୍ସ ପଘାତିନ ଯୋଉଦିନ ଶ୍ରୀବତ୍ସ ବ୍ରାହ୍ମଣଙ୍କୁ ଭଗବାନ ପଦାଘାତ କରିଥିଲେ ଭଗବାନଙ୍କର ବକ୍ଷରେ ପଦାଘାତ କରିଥିଲେ ସେଇଦିନ ଭଗବାନ କୃଷ୍ଣ କହିଲେ ଆଜି ଯିବ ଜୀବନ ମୋର ଧନ୍ୟ ହେଇଗଲା କାହିଁକି ନା ମୋର ଯୋଉ ଶୁଭ୍ରଙ୍ଗଟା ଥିଲା ଆଜି ମୁଁ ନିମୁକ୍ତ ହେଲି ଗୋଟାଏ ରୂପ ମତେ ମିଳିବ ଆପଣଙ୍କର ପଦାଘାତ ନେଇ ମୁଁ ଗୋଟେ ସ୍ୱରୂପ ଧାରଣ କରିବି ସେ ରୂପଟା କଣ ନନା ଗୋଟେ ଧାଡି କହିବା ଆଜ୍ଞା ମୁଁ କବି ନୁହଁ କି ପଣ୍ଡିତ ନୁହଁ ଭଗବାନଙ୍କ ରୂପଟା ଦ୍ୱାପର ଯୁଗରେ ଏମିତିଆ ରୂପ ଥିଲା ସାନ ବାବୁ ମୁଁ ଆଜ୍ଞା ବେଶୀ ପାଠ ପଢିନି ଆଜ୍ଞା ତୃତୀୟ ଶ୍ରେଣୀ ଫେଲ ଦ୍ୱିତୀୟ ପାସ୍ ହଁ ଏ ପୁଅ ପ୍ରଥମ ଦିମାସେ କେବେ କଣ ଭୀମ ଭାଇ হলে নীলাজি মুক্তাভ রণ হে কৃষ্ণ কমলা নয়ন ବରଣ ନୀଳ ମେଘ ସମାନ ଯୋଉ ପ୍ରଭୁଙ୍କର ସର୍ବାଙ୍ଗ ବାପା ନୀଳ ମେଘ ଦେଖିବା ପାଇଁ ଯଥା ଭଗବାନଙ୍କ ରୂପ ଦେଖିବା ପାଇଁ ତଥା ନାଇଁ ପୁଣି ସେ ନୀଳାମ୍ବରଙ୍କର ଭକ୍ତ ନୀଳାମ୍ବର କହିଲେ ବଡ ରାମ ତାଙ୍କର ଭାଇ ଏ ପୁଅ ଏ ହେ ତୁ ତାଙ୍କୁ କଣ ମତ ପୁରା ବେପାର ଲଗେଇଲେ ବସିଯାଉ ଶୁଣ ଶୁଣ ଯଦୁମଣି ମହାପାତ୍ର ଆଜ୍ଞା ପ୍ରବନ୍ଧ ପୂର୍ଣ୍ଣ ଚନ୍ଦ୍ରରେ କହିଲେ ନବୀନ ଘନ ମଘବାର ଚକ ଜିତ ରୁଚିର ବିଗ୍ରହ ପଦ ଅମ୍ବୁରୁହା ମଧୁ
ଟଙ୍କା 20 ଟଙ୍କା ଦେବି ଓ ତ ରେଟ୍ ବଢିଲା ରେ ବା ହଁ ଏ ବିଗ୍ରହ ପଦ ଅଙ୍ଗୁରୁହ ମଧୁ ମାଙ୍କଡ ଛୁଆ ଗଛ ଉପରେ ଥାଇ ଜନ୍ମ ଦଉଛି ନା ମାଙ୍କଡ ତାର ପୂଜା ଅଛି ରକ୍ତ ଅଛି ପାଣି ବହିଆ ଲସା ବହି ଅଛି କି କିଛି ରହିବନି ହରଗର ଜ୍ୱାଳା ହରଣେ ସାଧୁ ହିମାଦ୍ରି ଭେଦିନୀ ହିମାଦ୍ରି ଭେଦିନୀ ହିମାଦ୍ରି ଭେଦିନୀ ରହ କେତେ ବଡ ଆଉ ତମର ଆଜି ଆଜ୍ଞା ରାଧା ଆଜି କିଛି ନାହିଁ ଆଜ୍ଞା ଆମ ବାବୁ ଦେଇଛନ୍ତି ଫଳ ସେ ଥୁଆ ହେଇଛି ଶାଗୁରେ ଅଛି କଣ ନବୀନ ଘନ ଯିବିନି ଯେତିକି ବ୍ୟସ୍ତ ହେଲୁଣି କି ନବୀନ କହିଲେ ନୂଆ ଘନ କହିଲେ ମେଘ ଆକାଶରେ କଳା ଆଙ୍ଗେ ମେଘ ଆଷାଢ଼ସ୍ୟ ପ୍ରଥମ ଦିବସରେ ଯେତେବେଳେ ଉତ୍ତର ଆକାଶରେ ପଳେଇ ଆସେ ଦେଖିବା ପାଇଁ ଯଥା କୃଷ୍ଣଙ୍କ ରୂପ ଦେଖିବା ପାଇଁ ଯଥା ମଘ ବା ରତନ ମଘ ବା ରତନ ବୋଇଲେ ଇନ୍ଦ୍ର ନୀଳମଣି ସମାନ ଚିରାବରଣ ଏ ଅନ୍ଧକାର କଳା ଅନ୍ଧକାର ଏମିତି ଅନ୍ଧକାର ହୋଇଛି କୃଷ୍ଣଙ୍କ ରୂପଟା ଏମିତି ହୋଇଛି ଏଇଥିପାଇଁ ହେଲା ଶେଷରେ କବି କହିଲେ ହିମାଦ୍ରି 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 ହିମ ପର୍ବତ ବରଫ ପର୍ବତ ହିମାଳୟ ପର୍ବତଙ୍କ ଗର୍ଭକୁ ଭେଦନ କରି ଫଟେଇ କରି ଆସିବାରୁ ସେଇଦିନ ଆଜ୍ଞା ହିମାଦ୍ରି ହିମାଳୟ ଅଭିଶାପ ଦେଲା ମୋ ଗର୍ଭ ଫଟେଇଛନ୍ତି ହେ ପ୍ରଭୁ ପୃଥିବୀକୁ ରକ୍ଷା କରିବା ପାଇଁ ଆଜିଠୁ ତମ କପାଳ ଫାଟିଲା ସବୁଦିନ ପାଇଁ ଘନ ରୂପ ଧାରଣ କରିବ ତୃତୀୟ ଖଣ୍ଡ ଦେଖନ୍ତୁ ଆଜ୍ଞା ହିମାଳୟ ଗର୍ଭରୁ ଗଙ୍ଗାଙ୍କ ଜନ୍ମ ଚିରାବରଣ ବିଗ୍ରହ ପଟ ଅଙ୍ଗୁରୁହ ମଧୁ ଯାହାଙ୍କର ବିଗ୍ରହ ହରିଣ ଦେଖିବା ପାଇଁ ଋଷିକ ବର୍ଣ୍ଣ ନୂଆ ମେଘ ସମାନ ଯାହାଙ୍କର ପାଦରୁ ଜଳ ବହୁଛନ୍ତି କୋଉଥିପାଇଁ ନା ହର ଗର ଜ୍ୱାଳା ହରଣେ ଯିଏ ସାଧୁ ହର କହିଲେ ଶିବ ଗର କହିଲେ ଗରଳ ଶିବଙ୍କର ଗରଳ ଜ୍ୱାଳାରୁ ବିମୁକ୍ତି କରିବା ନିମନ୍ତେ ଯିଏ ଗଙ୍ଗାଙ୍କୁ ହିମାଳୟ ଗର୍ଭରୁ ଅବତରଣ କରେଇଥିଲେ ସାଧୁ ସିଂ ଆଉ କିଏ ନାଇଁ ରେ ଗୋପାଳ ଚରଣ ପଣ୍ଡା କଣ କହିଲେ ଚନ୍ଦନ ଅବଦାନ କନ୍ଦନାୟନ ରେ ହୋଟେଲ ଖାଦ୍ୟ ଭଲ ଖାଦ୍ୟ ଅନୁଷ୍ଠାନ ବି ଭଲ ସବୁ ଭଲ ବିପିନି ତୁ ମୋର କଣ କହିଲୁ ଭଣଜା ପୁଅ ଆଉ ମୁଁ
ମାମୁଁ ମାମୁର ଆଉ କଳିବା ବୟସ ଅଛି ନା ଜନ୍ମ ଦେବା ବୟସ ଅଛି ବଢିଆ କଥା କହୁଛି ଆଉ ଟିକେ କଣ ହେଇଦିଅ ହେ ହେ ଇଏ କୃଷ୍ଣଙ୍କର ରୂପଟା ଏମିତି ହେଲା କଳିନ୍ଦା କହିଲା ଯମୁନା ଯମୁନା ନଈର ଜଳ ଦେଖିବା ପାଇଁ କଳା ଯମୁନା ନଈ ଭିତରେ ଖେଳି କରିବା ସମୟରେ ଜଳରାଶି ଲାଗି କରି ସର୍ବାଙ୍ଗଟା ଆଜ୍ଞା କଳା ପଡିଗଲା ରେ ଗୋପାଳ ପଣ୍ଡା କହିଲେ ତାହେଲେ ଆରେ ହେ ପ୍ରଭାସ ତୀର୍ଥ କଥା ମନେ ପଡିବ ଯୋଉଦିନ ଦେବ କିଆଉ ବସୁ ଏ ଯଶୋଦା ଉଭୟଙ୍କର କଥା ସେଇଦିନ କହିଥିଲେ ବେକ କଳି ମଞ୍ଜି ଖୁଆଇ କଳା ଦେଲୁ ପକାଇ ପୁଅକୁ ଦେଲୁ ବିଷୟ ଭିତ୍ତିକ କୁଆଡେ କୁଆଡେ ପଳେଇବ ଆଜ୍ଞା ବେତ ମଞ୍ଜି ବୋଲି ସେତିକି ହୋଇଛି କହିଲା ନାଇଁ 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 ଶଗଡ଼ ଶଗଡ଼ ପାପକୁ ଅଙ୍ଗରେ ଧାରଣ କରିଛି ହଁ ସେଇଥିପାଇଁ ସେ କଳା ପଡି ଯାଇଛି ହଁ ହଉଛି ପାପି ଆଜ୍ଞା ସେତିକି ନୁହେଁ ଶୁଣନ୍ତୁ ଗୋଟେ ଗୋରୁ ମାରିଛି ଗୋଟେ ଷଣ୍ଢ ମାରିଛି ଷଣ୍ଢ ମାରିନି ଆଜ୍ଞା ଯୋଉ ଲୋକ ଗୋବଧ କରେ ଆପଣ ଦେଖନ୍ତୁ ପ୍ରତ୍ୟକ୍ଷ କଣ ଗୋବଧକାରୀ ଲୋକ ଯୋଉ ଆପେ ଆପେ ତାଙ୍କ ଶୁଭ୍ରାଙ୍ଗ ଧବଳାଙ୍ଗ ଛାଏ ଛାଏ ଧଳା ପଡିଯିବ ଓ ସେ କି କରିଛି ଗୋଟାଏ ତ୍ରିଶିରା ସିଏ ମାରିଛି ତ୍ରିଶିରା ଅକ୍ଷର ଦୂଷଣ ତ୍ରିଶିରା ତାପରେ ଗୋଟେ ଦିଶିରା ମାରିଛି ଆଉ ତାପରେ ଗୋଟେ ଏକ୍ସିରା ମାରିଛି ତ ମୁଣ୍ଡ ମାରିଛି କେତେ ଅବତାର ଜଣଯିବ ଆରେ ଇଏ ତିନି ମହନ୍ତ ସେ ବାବାଜୀ ସେ ମାରିଛି ସେଇଆ ଆପଣ କ୍ଷୀର ବୋଲେ କଣ ବୁଝୁଛନ୍ତି କ୍ଷୀର ବୋଲେ କଣ ବୁଝୁଛନ୍ତି ଆରେ ହେ କୃଷ୍ଣ ମାରିଲେ ତ୍ରିଶିରାକୁ ରାମ ଅବତାରେ ସିରା କହିଲା ଠିକ ସେଇ ତ ଗୋଟାଏ ସେଇ ଅବତାରରେ ସେ ସବୁ ପାପ କରିଯାଇଥିଲି ଆଉ ଏକଶିରା କିଏ ମାରିଲା ସେଇ କୃଷ୍ଣ ଏକଶିରା ମାନେ କଂସର କେତେଟା ମୁଣ୍ଡ ଆରେ ସିରେ ମାନେ ମସ୍ତକ ଆରେ ହେ ଏକଶିରା ତାକୁ ବୋଧ କରିଛି ଏତେ ଗୁଡେ ପାପ ଶଗଡ଼ ଶଗଡ଼ ପାପକୁ ଅଙ୍ଗରେ ଧାରଣ କରି ଏଇ ଲକ୍ଷ୍ୟରେ ପଡିବ ଆଉ ସିଏ ହଲଚଲ ନାହିଁ ଯାଆନ୍ତୁ ଆପଣ ଆପଣଙ୍କ କାମରେ ମୋ କାମରେ ମୁଁ ଯାଉଛି ଆଉ ଡେରି କର ନା ହବ ଯେ ପୁଣି କାମୁଡୁଛନ୍ତି ହେ ଗୋଟେ ପଦ ଆଜ୍ଞା ଯଦୁମଣିଙ୍କର ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର ମନେ ପଡୁଛି ନା ଶେଷ ଛନ୍ଦ ଷଷ୍ଠ ତାକୁ ଶିଖୁନାହାନ୍ତି କି ଗାଉନାହାନ୍ତି କାଇ କହିଲା ବଳିଷ୍ଠ ଇଏ ବଳି କି ବଳି ଦେଇ ତର କି ଦରଜ ହେବାରୁ ବରଜ ନାଗରୀ ମାନଙ୍କର ସେବା ପାଉଛି ସାରେ ଆଜି ପୁରା କଣ ରାଧା ଅଷ୍ଟମୀ ଆଜି ହଁ ଫଳ ଖାଇକି ତାହେଲେ ଏତେଟା ଗାଇବାକୁ କଣ ଏମିତି ଗାଉଥିଲି ଆଜି ଭୋକ ଲାଗି ସେଗୁଡା କଳାମତି এই ଯୋଉ ପ୍ରଭୁ ହଁ ইয়াର କଥା ନା ହଁ ଗୋଟେ କଥା କହିବି କଣ ଯଦି ଗୋଟେ ଲୋକ ହଁ କିଛି ପାପ କଲା ଅନ୍ୟାୟ କଲା କରୁ ଆଜ୍ଞା ତାର ଗୋଟେ ପ୍ରତିକାର ଅଛି ନା ଅଛି ନା ନାଇଁ ଆଜ୍ଞା ଯିଏ ବ୍ରହ୍ମହତ୍ୟା ଦୋଷ କରୁଛି ଯିଏ ଗୋବଧ କରୁଛି ଆମ ଉତ୍କଳୀୟ ମତରେ ପୁରାଣ ବିତ୍ତି ମାନଙ୍କ ମତରେ ଆମେ ପୁରୀ ଯାଉଥାଏ ନନାଙ୍କୁ ଡକଉଥାଏ 10 ଦିନ କି 15 ଦିନ ପରେ ସୁଧ ହଉଥାଏ ନାଇଁ
ଯଦି କୃଷ୍ଣ ଏତେ ଥିଲା ହଁ କହୁନା ଯଦି ଏତେ ପାପ କରିଛନ୍ତି ସେ ଲୋକ କେମିତି ମୁକ୍ତି ହେବ ତାଙ୍କର ମୁକ୍ତି ବାଟ ମୁକ୍ତି ଆଏ ଯାଇଲ ନାରଦେ ଭଲ ବୁଲେଇ ବାକେ ମତେ ପକଉଛ ଆଉ ତାମାନେ ଆ ଏତେ ଗୁଡେ ପରିଶ୍ରମ ମୁଁ କଲିଣି ହଁ ତା ମୁକ୍ତି ବାଟ ଆପଣ କହିଦେଲେ ତାକୁ କହିଦେଲେ ହେଇଟା ଆଉ ପଡିବନି ମୁଣ୍ଡରେ ଏ ଶୁଣ ହଁ କଥା କହି ହଁ ଜଗତ କରୁତା ସିଏ ନା ଜଗତ କଥା ମୁଁ ତାଙ୍କର ଭକ୍ତ ହଁ ସେ ମୋର ପ୍ରାଣ ପ୍ରାଣ ମୁଁ ତାଙ୍କର ହଁ କୁହ କିଛି ଅସୁବିଧା ନାହିଁ ହଁ ତମେ ଯୋଉଠି ଭୟ କରୁଛ ହଁ ସେ କଥା କାହାକୁ କହିବାର ଦେଖ ନା ତମେ ଜାଣିଲ ମୁଁ ଜାଣିଲି ହଁ ତାଙ୍କୁ କହିବନି ଆଗ କହିବି ଦେଖ ନାରଦ କଣ ଯଦି ତାଙ୍କୁ କହିବ ତମ ବିଦ୍ୟାଳୟ ହେ ଏଠି ଶୁଣ ଗୋଟେ ବିଷ୍ଣୁ ଭକ୍ତା ସତୀଲାଇକା ହଁ ତାଙ୍କ ଛାତିକି ଯଦି ଗୋଟେ ଗୋଇଠା ପକେଇଦବ ଆଚ୍ଛା ଆଉ ଏ ନର୍କ କୁଣ୍ଡରେ ସେ ପଡିବେ ଆଉ କଣ ହଁ ନିରାଟ ସତ୍ୟ ଆଉ କହିଦେଲି ତମକୁ ଆଉ କହ କେମିତି ବିଶ୍ୱାସୀ ଲୋକ ଆପଣ ମାନଙ୍କର କବି ମୋକୁ ପୂଜ୍ୟ ଗୁରୁ କିଏ? ଅଭୟଚରଣ ସ୍ୱାଇଁ ବ୍ରତଧାରୀ ପ୍ରାତ ବକ୍ଷେ ପଦାଘାତ ଏମିତି ଗାଇଲେ କୀର୍ତ୍ତନୀୟ ପିଲା ଗାଇଲେ ତୋ ଭଳି ପିଲା କିଏ ଗାଇବେ ଶିଖିବେ ନା ହେ ହେ ରାଜପଦ ଛାଡ଼ି ଭାଗେ ଦେଇ ଛାଡ଼ି ସମର ମଥୁରା ଷ୍ଟେସନ ଲାଗିଛି ଥୟ ଭାଇ ମୁଁ ଗୋଟେ ହାତ ବସେଇଲି ଶୁଣିଦେଲେ ନାରଦ କହିବାରେ ବଡ ଲଜ୍ଜାର ପଡି କର କୃଷ୍ଣ ଏଇ ପାପ କରିଥିବାରୁ ତାଙ୍କ ଅଙ୍ଗ କଳା ପଡିଗଲା ନା ଉଦାହରଣ ଇନ୍ଦିକା ଜଣେ ସତୀ ନାରୀ ପଦାଘାତ କରିବ କଣ ଶୁଣ ଋଷି ମୁଁ ଶୁଣୁଛି ଯେ ନ କହିଲେ ଆଜ୍ଞା ମୂର୍ଦ୍ଧନା ଫାଟିଯିବ ସେ ପଦଟା ନ ଗାଇଲେ ମୂର୍ଦ୍ଧନା ଫାଟିଯିବ ଆଜ୍ଞା ହଁ କରଲୋଳ କବି ରସ କରଲୋଳ ଦିନ କୃଷ୍ଣ ଦାସ କମନୀୟ কমল পড়ে মাধব হে কমল খেলে উদ্ভব এলো না গীত গোবিন্দ হলো না হও হ্যাঁ ঠিক আছে দেখে শেষ কଣ କହିଲେ କମଳବାସୀ
ଆଉ ଡେଟ୍ ପୁରା ଘାଟି ଦଉଛି ଆଉ। କିଛି ଅଛି ଆମର ନା ଆଉ ଡେଟ୍ ଅଛି 76 ଚାଲିଲା ଆଉ ରେଟ୍ ଅଛି ଏବେ ନୂଆ ନୂଆ ଗାୟକ ମାନେ ବାହାରିଲେ ତଥାପି କାଲି ଗୋଟାଏ ଦିନ ନୁନା ପ୍ରଭୁର ଆଶୀର୍ବାଦ 3ଟା ପାଲା ଅଛି ଗୋଟେ ରାମନବମୀ ଗୋଟେ ପଣା ସଂକ୍ରାନ୍ତି ଆଉ ଗୋଟେ ଜଳକ୍ରୀଡ଼ା ସମ୍ଭବ ନୁହେଁ ଆଜ୍ଞା କମଳ କୋଳ କମଳ କମଳ କହିଲେ ଜଳ ଆପସ୍ତୃ ଭୁବନ ବାରି ସଲିଳମ୍ କମଳ ଚଳ କମଳ କୋଳରେ ଜଳ କୋଳରେ କମଳ ନୟନ ନାରାୟଣ ସର୍ପ ଅପରେଷଣ କରିଛନ୍ତି ଏହାକୁ ଦେଖି ବିଚାର କଲେ ଜଳ ତ ଦେଖିବା ପାଇଁ କମଳ ସାପ ତ ଦେଖିବା ପାଇଁ କଳା ବଟନ କଳା ସର୍ପ ଉପରେ ଶୋଇକରି ନାରାୟଣଙ୍କ ଦେହଟା କଣ କଳା ପଡିଗଲା କି ନାଇଁ ରେ ଏକଥା ନୁହେଁ ଆଉ ଜଣେ ଭକ୍ତ କରି ବିଦଗ୍ଧ ଚିନ୍ତାମଣି ଅଭିମନ୍ୟୁ ଶ୍ୟାମଣି ବାବା ଇଏ କରିଥିଲି କେତେ চিন্তা ভাবিছি চিন্তামণি পদ খাই রুদে हे बाबू एटा टिके सतेज करा हो मते किछि जणा पड़ुनी अच्छा ठीक সেই দিন রাধা বিচার করলে যাহান্ত প্রাণধন বলি পাইছিলি কেতে কষ্ট কেতে কোন ফল জীবনে করিছিলি কেতে কাল সেবা ন করিছিলি কোন কইলে ইয়ে বসি কুশকে তু হেবি ছিলি তো ইন্দ্রিয় গণঙ্গ সঙ্গে রহি केते कष्ट तपस्या करी गर्भ जन्म करी पाइबे बोले मु तो आशा करी
ସିଏ ମୋର ଆତ୍ମା ମୁଁ ଥର ପ୍ରାଣ ନା ମୁଁ ଜୀବାତ୍ମା ସେ ପରମାତ୍ମା ଆଜି ନିରୀକ୍ଷଣ ହୋଇଛି ମୋ ପ୍ରଭୁ ଆଜି କଣ ଏତେ ରାଜଦ୍ରୋହୀ କେତେ ପାପୀ ଆରେ ହେ ଏଇ କୁହନ୍ତି ବସନ ଚୋରି କରିଥିଲା ବୋଲି ନାଇଁ ରେ ବସନ୍ତ ସିଏ ଚୋରି କରି ପବନ ଉଡେଇ ଦେଇଥିଲା ହେଲେ ଏଥିରେ କୃଷ୍ଣଙ୍କର ତୃପ୍ତି କୋଉଠି ରହିଲା ଆଉ ଗୋଟେ ପଦ କହିଲେ କଲେ ବନେ ଜଳ କରେ ଜଳ ଦୃଶାଙ୍କ ଗୋଟାଏ ଗୋଟାଏ ଶବ୍ଦକୁ ତିନି ତିନି ବାର କହୁଛନ୍ତି ଜଳଧ ଜଳଥା ଜଳଧ ଦୃଶ୍ୟାନନ୍ଦନ ये जंभीर होइछे जंभीर पराय जंभीर होइछे जंभीर धामर जगन्नाथ प्रिय सखी गर ये कते मिलिलो सुदर्शन प्रिय हे प्रेममयी जो राधांकर प्राण धन दिए जे स्वयं वैकुंठ बिहारी जे आदि पुरुष जे अनादि पुरुष परमात्मा आदि अनादि पुरुष निर्गुण भगवान चिंता कले नारद पचारे केमिति मुक्ति हे ना गोटे सती पतिव्रता स्त्री जदि प्रभुर पक्ष गोईठाटे मारिब ताले मुक्ति हो बाबा ए कथा कोन सत्य सत्य विराट सत्य मु जाऊ छे नहीं नारद विचार कले मो प्रभु आज नरक को जावाई बसी मुझे एक कथा तुमको न कहबी नारायण दोई होइदिबी कथा विचार करी देवदत्ती नारद आकाश मार्ग गमन करिले भगवान को नाम को तुंडरे गाई चली नारद ପରେ प्रभु को डाकी भारो डाकी आहे चोगा डोला चाहू चाहू बुढ़ीला मो भेड़ा ये चाहू चाहू बुढ़ीला मो भेड़ा अरे कचो के रथ चलुथीला ये बेनी जो कहेला न चलीला एक चौके रथ चलुथीला
ଆଉ ଧୀର ଜନ ପଣ୍ଡିତ ମଣ୍ଡଳୀ ବାରେ ଡରିଥିବେ ଶ୍ରୁତି କଲ୍ୟାଣ ବାଞ୍ଛିବେ ଆପଣଙ୍କୁ ପ୍ରଭୁ ଶ୍ରୀପତି ନାରଦ ଆକାଶ ପଥେ କରିଲେ ଗମନ ବ୍ରହ୍ମଚାରୀ ମୁଖେ କଲେ ଗୀତ ଗୋବିନ୍ଦ ରଚନ ଘରୁ ଏମିତି ଧରେଇ ଯାଇଥିବି ଯେ ମଲା ପଡି ଧରିକି ବୁଲୁଥିବୁ କଥା ନ ରଖିଲା କି ଅସୁବିଧା ନନାଙ୍କୁ ମୁଁ ଏପର୍ଯ୍ୟନ୍ତ କାହାକୁ କହିନଥିଲି ତମେ ଗାଇବା ଲୋକ ବୋଲି ତମେ କହୁଛି ଅବଶୋଷ କାହିଁ ରହିବ ନନାଙ୍କର ନାରଦ ଚାଲିଛନ୍ତି ଆଜ୍ଞା ଦ୍ୱାରକା ମୁଖେ ତାପରେ ଗୀତ ଗୋବିନ୍ଦ ଜୟ ଦେବ ଗୋସ୍ୱାମୀ ହରିଦିନ ମଣି ଆହୁରି ଚକା ବଳୁଛି ପ୍ରଭୁ କାଳୀ ମାମୁଁକୁ ସାକ୍ଷୀ ରଖୁଥିଲେ ପ୍ରଭୁ କାଳୀ
ଡାକି ଡାକି ନାରଦ ଦ୍ୱାରକାଭିମୁଖେ ପ୍ରବେଶ କଲେ। ଯିବାଇଁ ଟିକେ କଲେ ରାତି କହିଲେ କଣ କରିପାରିବି? ମହାପ୍ରଭୁ ମହାପ୍ରଭୁ ଜୟ ଶ୍ରୀ ରାଧେ। ନାରଦ ପ୍ରଭୁ ନାମ କୀର୍ତ୍ତନ କରି ଚାଲିଗଲେ। ଦ୍ୱାରକାରେ ରହିଥିଲେ ଭଗବାନ। ବାବୁ ଅନେଇ ଯାଇଛନ୍ତି ଆସୁଛନ୍ତି ଭକ୍ତ ପ୍ରବଳ ନାରଦ। ଦେଖିଲେ କଣ ଦେଖିଲେ? ମାଖ ମାଘ ଶିଶୁ କହିଲେ ମହାମହାଲ ଶିଳାରୁ ଚପୁରାଇ ଭଗବାନ କଂସ କୃଷ୍ଣ ସବିସ୍ତରେ ବ୍ରହ୍ମାନନ୍ଦନଙ୍କୁ ଆଖି ଆଗରେ ଦର୍ଶନ କରିଲେ ନାରଦ। ବାବା ବାବା ଓ କଣ ବାବା ହେଲା? ଅଛି ଅଛି ନେ ଏଇଟ୍ ଫାଇଭ ନାରଦ ନାରଦଙ୍କୁ ଦେଖି ଭଗବାନ ବିଚାର କଲେ। ନାରଦ ଯାଉଛନ୍ତି କଣ କଲେ? କହିଲେ ସନ ମାନେ ଯଦି ବସାଇଲେ କତି ଭାବରେ ପ୍ରଫୁଲ୍ଲିତ ଚିତ୍ତରେ ନାରଦଙ୍କୁ ଦେଖି ଭଗବାନ ଆସି ପ୍ରବେଶ। ଭଗବାନ ନାରଦଙ୍କୁ ନମସ୍କାର କରୁଛନ୍ତି। ପ୍ରଣାମ ଦେବଦତ୍ତୀ। ପ୍ରଭୁ ଆପଣ ଏ କଣ କଲେ? ଆପଣ କଣ କଲେ ଏମିତି? କଣ କଲେ? କିଛି ଭୁଲ କରିଛି କି? ଭୁଲ ହେଇନି। କଣ ଭୁଲ ହେଲା? ମୁଁ ହଉ ହଉ ଆପଣ ହେଇସାଇଲେଣି। ମୁଁ କଣ ହେଲା? ମୁଁ ଆପଣଙ୍କୁ ହେଇଥାନ୍ତି। କଣ ତମେ ମତେ ହେଇଥାନ୍ତ? ହେଇତା ତମେ ଯୋଉ ନମସ୍କାର କଲ ହେଇଥା। ମୁଁ ନମସ୍କାର ହବା କଥା। କୋଉ ଡିକ୍ସନାରୀ ଅଛି ହେଇଥା? ହେଇଥା ନାଇଁ କଣ କୁହାଉଛି କିନ୍ତୁ ୱାର୍ଡ ମାନେ ଆପଣ ମତେ ନମସ୍କାର ହେବାଟା ମୁଁ ଆପଣଙ୍କୁ ନମସ୍କାର ହେବା କଥା ହେଲା। ହଁ ମୁଁ ତମକୁ ନମସ୍କାର ହୋଇଥାନ୍ତି। ହଁ ତମେ ମତେ ନମସ୍କାର କଲ। କ୍ଷତି କଣ ହେଲା? ନାଇଁ ଆପଣ ପ୍ରଭୁ ଶୁଣ ନାରଦ ପ୍ରଭୁ ମୁଁ ତମରି ଭଳି ରାତ୍ରି ପାଇଲେ 6 ଜଣଙ୍କୁ ନମସ୍କାର କରେ। 6 ଜଣଙ୍କୁ ଆପଣ ନମସ୍କାର କରନ୍ତି? ଆଚ୍ଛା କାହାକୁ କାହାକୁ ନମସ୍କାର କରନ୍ତି? ଆଶ୍ଚର୍ଯ୍ୟପୂର୍ଣ୍ଣ କଥା। ଜଗତ ଯାହାର କିଙ୍କର ଜଗତ ଯାହାଙ୍କୁ ନମସ୍କାର କରୁଛି ସିଏ ପୁଣି 6 ଜଣଙ୍କୁ ନମସ୍କାର ହଉଛି। ସିଏ ପୁଣି ରାତ୍ରି ପାଇଲେ 6 ଜଣ ନମସ୍କାର କରୁଛନ୍ତି। କାହାକୁ? ଆଜ୍ଞା ବ୍ୟାସ ଭଗବାନ କହିଲେ। ନାରଦ ପଚାରିଲେ ପ୍ରଭୁ କାହାକୁ କାହାକୁ ନମସ୍କାର କରୁଛନ୍ତି? ମୁଁ କହୁଛି ଶୁଣ। କହିଲେ ମାସ ଉପବାସୀ କରୁଣାଗ୍ନିହୋତ୍ରୀ ଚନ୍ଦ୍ର ସହସ୍ରଦର୍ଶୀ ଦାତା ପତିବ୍ରତାଂଶ ପଚାରୁନ କାହାକୁ? କାହାକୁ ପ୍ରଥମେ କୁହନ୍ତୁ କାହାକୁ ନମସ୍କାର ହଉଛି? ମାସ ଉପବାସୀ ବୋଲେ ଯୋଉ ବ୍ୟକ୍ତି ବର୍ଷକେ ମାସେ ଉପବାସ ରହେ ତାକୁ ସେ ମୋର ସେ କି ବିଷ୍ଣୁ ତାକୁ ମୁଁ ନମସ୍କାର ହୁଏ। ତା ମଢୁକୁ ଆପଣ ନମସ୍କାର ହଉଛି। ତାମାନେ ଆଏ ଗୋଟାଏ ଲୋକ ଏକ କାଳର ମାସେ ଉପବାସ ରହିଲେ ସେ ବଞ୍ଚିବଟି? ନାଇଁ ଏକକାଳୀନ ନୁହେଁ ଆଜ୍ଞା। ଆଉ ତମର ବୋଧେ ତମେ ବ୍ରହ୍ମଜ୍ଞାନୀ ହୋଇ ତେଣିକି ତମ ବୁଦ୍ଧି ହ୍ରାସ ପାଇଲା। ହାତ ପାଉଲାଣି ଯେ ବୁଝି ହଉନି। ଏକ କାଳର ଗୋଟାଏ ଲୋକ ଶୁଣ 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 ଇଏ ବୈଷ୍ଣବୀୟ ଚିନ୍ତାଧାରା ଆଜ୍ଞା। କଣ କହିଲେ? ବର୍ଷକ କେତେ ମାସେ କହିଲ? 12 ମାସେ। 12 ମାସେ। ଆଚ୍ଛା ମାସକେ କେତେଟା ଏକାଦଶୀ ପଡନ୍ତି କହିଲ? କେତେଟା ପଡେ? 2ଟା। ଯଦି ମାସକେ 2ଟା ଏକାଦଶୀ 12 ମାସରେ କେତେଟା ହେଲା? 24 ହେଲେ ମାସକ କେତେ ଦିନ? 30 ଦିନ। ବାକି 6 ମିଶେଇ ଦିଅ। ଭଗବାନଙ୍କର 6ଟା ଜୟନ୍ତୀ ଅଛି। ଆଜି ହଉଛି ରାଧାଷ୍ଟମୀ।
ଆରମ୍ଭ ଯାଇଥିଲା କୃଷ୍ଣ ଜନ୍ମ, ବାମନ ଜନ୍ମ, ଭଗବତୀ ଜନ୍ମ, ରାମ ଜନ୍ମ, ହେଇଗଲା। ନୃସିଂହ ଜନ୍ମ, ବୁଝିହେଲା। ଚୈତନ୍ୟ ଜନ୍ମ, ବାସ୍। ଶିବ ଉପବାସ। ହଁ 30 ହେଇଗଲା ରେ ହେଲା ତରୁଣାଗ୍ନିହୋତ୍ରୀ ଯେଉଁମାନେ ଅଗ୍ନିଦେବତାଙ୍କୁ ହଁ ସର୍ବଦା ତରୁଣ ଅବସ୍ଥାରେ ରଖୁଥାନ୍ତି ଆହା ସେମାନେ କିଏ କହିଲ? କିଏ ଅଗ୍ନିହୋତ୍ରୀ ବ୍ରାହ୍ମଣ। ବ୍ରାହ୍ମଣ ବେଦାନ୍ତିକ 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 ବୋଲେ କଣ ବୁଝିଲ? ଏଇଟା ଆଜ୍ଞା ସାଧାରଣ କଥା ଏଟା ସମସ୍ତେ କହିବେ ଯାହାର ଦାନ୍ତ ନାହିଁ ତାକୁ କହନ୍ତି ବେଦାନ୍ତିକ ବାଃ, କଣ ଆରେ ନାଇଁ ରେ, ଆଉ ଯୋଉମାନେ ନିତ୍ୟ ପ୍ରତି ବେଦକୁ ଅଭ୍ୟାସ କରନ୍ତି, ବେଦ ଅଭ୍ୟାସ ବିପ୍ର ବିପ୍ର ମାନଙ୍କୁ ମୁଁ ନମସ୍କାର କରେ। ହେଲା ତ ହେ କାହିଁକି ହଉଛ ହେଲା ଭଗବାନଙ୍କୁ କିଏ କୋଉ ଘରେ ନମସ୍କାର କରନ୍ତି? କଲେ ଗୁରୁ ବ୍ରାହ୍ମଣ ମୁନି ରବି ଗଗନ ପବନ ପୃଥିବୀ ଗଗନ ପବନ ଗଣବଂଶ ବାହୁଦାସନେ ବିଷ୍ଣୁ ବୁଝିବାୟ ଦେଶନେ କେତେ ସ୍ଥାନରେ ଭଗବାନଙ୍କୁ ପୂଜା କରାଯାଏ। ବାବୁରେ ନାରଦଙ୍କୁ ଭଗବାନ ପଚାରିଲେ, କହିଲେ ତମେ ମତେ ନମସ୍କାର କଲ ଯେ, ହଁ ଆଉ ଗୋଟେ କଥା କହିବି, କଣ ସତୀ ପତିବ୍ରତା କଣ ଗୋଟେ କହିଲ? ଇଏ ସତୀ ପତିବ୍ରତା ପ୍ରତିବତା ମାନେ ସତୀ ସ୍ୱାଧୀ ନାରୀ ହଁ, ତାକୁ ଆଚ୍ଛା ଆପଣ ହେଉ ଯେ ହଁ ମିଷ୍ଟାନ୍ନ ଦାତା ନିଶ୍ଚୟ ମାନେ କଣ ବୁଝିଲ? ଗାଙ୍ଗୁରାମ ସୁଇ ସିଷ୍ଟର ମିଠା ଦାନ କରୁଛି ଆରେ ନାଇଁ ନାଇଁ, ଆଉ ମଧୁର ବିନୟ ବଚନ କହି ତୋଷିବ ପ୍ରାଣୀ ମନ ଯିଏ ମିଠା କଥା କହି ହଁ ଅନ୍ୟମାନଙ୍କ ହୃଦୟକୁ ତୋଷ କରୁଛି ହେଲା ତାକୁ କୁହନ୍ତୁ। ହେଲେ ହଁ ବାଜି ହଁ ତମ ମୁଖମଣ୍ଡଳ ଟା କାହିଁ ମଳିନ ଦେଖାଯାଉଛି? ତମରି ଲାଗି ତ ନର ଆମେ ତ ନଥିଲା ଆଗରୁ କି କଥା ଦେଖିବ, କଣ ମୋ ଲାଗି ତ ସବୁ। କଣ ମୋ ଲାଗି? ପ୍ରଭୁ ହଁ ଆପଣଙ୍କୁ ଦର୍ଶନ କରିବା ନିମନ୍ତେ ମୁଁ ଆସୁଥିଲି ଆଚ୍ଛା ଆସିଲା ବାଟରେ ଜମକୁଣ୍ଡଟା କହିଲା ଆଚ୍ଛା ମୁଁ ଆସିଲା ବେଳକୁ ଜମକୁଣ୍ଡା କୁଣ୍ଡ ଖୋଲୁଛି ଆଉ ଆଚ୍ଛା ଆଚ୍ଛା ମୁଁ କହିଲା ଏଇଟା କୋଉ କୁଣ୍ଡ ନା ନର୍କ କୁଣ୍ଡ ହଁ ମୁଁ କହିଲା ଏଥିରେ କିଏ ପଡିବ ହଁ। ଭଗବାନ କୃଷ୍ଣ ପଡିବେ ଆଚ୍ଛା ଭଗବାନ କୃଷ୍ଣ ପଡିବେ ହଁ ସେତିକି ମନଟା ମୋର ଖରାପ ହେଇଗଲା ଖରାପ ହେଇଗଲା କାହିଁକି? ତାଙ୍କୁ ପଚାରି କେମିତି ଉଦ୍ଧାର ହେବେ ସେ କଣ କହିଲେ? କହିଲେ ଗୋଟେ ସତୀ ନାରୀ ଯଦି ଗୋଟେ ପଦାଘାତ ଦବ ଆଚ୍ଛା ତେବେ ନାରାୟଣ ଉଦ୍ଧାର ହେବେ ନାରାୟଣ ମନେ ମନେ କହିଲେ ବିଚାର ସତୀ ନାରୀ ଖୋଜିବା ପାଇଁ ହଇଲେ ବାହାନା। ହେଲେ ହଏ ମୋର ତ ଅଷ୍ଟପାଠ ବଂଶୀ ଅଛନ୍ତି, ବାହାରକୁ ଯିବି କଣ? ହଁ ବାହାରକୁ ଯିବି କଣ? ରୁକ୍ମିଣୀ ସତ୍ୟଭାମାଙ୍କ ନିକଟ ମିଳିଲେ ରମଣୀ ମାନେ ପୋଷା ଖେଳୁଥିଲେ। ନାରାୟଣ ପ୍ରବେଶ ହେଲେ, ଇଏ ସମସ୍ତେ ପୋଷା ଖେଳୁଥିଲେ। ବେଶ ସ୍ୱାମୀ ଦେବତା ଆସିଲେ ବୋଲି ବୋଲି ଏମାନେ ଖେଳ ଛାଡି ଛାଡ଼ି ସ୍ୱାମୀ ଦେବତାଙ୍କ ପାଖେ ପ୍ରଣାମ କରିଲେ। କଥା ଆଜ୍ଞା କିଛି ବହୁତ ଶିଖିବାର ଅଛି ଆଜ୍ଞା। ସ୍ତ୍ରୀ ଯେତେବେଳେ ସ୍ୱାମୀକି ମୁଣ୍ଡିଆ ମାରିବ, ସ୍ୱାମୀ କଣ ବୋଲି କହି ଆଶୀର୍ବାଦ କରିବ। ଅରୁ ଆଜ୍ଞା ସ୍ତ୍ରୀ ସବୁଦିନ ସ୍ୱାମୀକି ମୁଣ୍ଡିଆ ମାରୁଛି, ମାରେ ସମସ୍ତେ ନୁହଁ କେହି ନଥିଲେ ଆମ ଘରେ। ଏମିତିଆ ଗାୟକ ଯିଏ ସେଇ ମାରୁଥିବେ ସ୍ତ୍ରୀ କି ମୁଣ୍ଡିଆ, ହଏ ଆମେ ମାରିବୁ, ଆମେ ପୁରୁଷ ସିଂହ, ତୁ କଥା ସେ ବୁଝିପାରୁନୁ, ନାରୀ ସିଂହାଣୀ। ତୁ ବୁଝିପାରିଲୁନି କଥାଟା। ଆପଣ କହିଲେ ନାରୀ ସବୁଦିନ ପାଇଁ ସ୍ୱାମୀକି ମୁଣ୍ଡିଆ ମାରେ, ହଁ ଠିକ ସ୍ୱାମୀ ତାକୁ ସେତେବେଳେ କଣ ଆଶୀର୍ବାଦ କରେ? ଆଏ ହୋଏ ଠିକ 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 କହିବେ ରହ ରହ ସମୟ ଆସି ଦେଲାଣି। ବେଶ ଭଗବାନ କହିଲେ ହଁ ଗୋଟେ ସତୀ ପତିବ୍ରତା ନାରୀ ଖୋଜିବି। ହଁ ରୁକ୍ମିଣୀ ତମେ ଅଷ୍ଟପାଠ ବଂଶୀ ଅଛ, ହଁ ତମେ ଯଦି କେହି ଜଣ ତମ ଭିତରୁ ବେଶ ମୋ ବକ୍ଷକୁ ଗୋଇଠା ମାରିଦବ, ହଁ ସବୁଦିନ ପାଇଁ ଯମ ନରକରୁ ମୁଁ ଉଦ୍ଧାର ହେଇଛି। ହଇଲ ସ୍ୱାମୀ
ତମକୁ ଗୋଇଠା ମାରିବୁ ହଇଲ ଆଉ ଗୋଡ ରହିବଟି ଗଙ୍ଗା ଧର ଦେବ କହିଲେ କଣ କହିଲେ ସ୍ୱାମୀ ଗୁରୁ ସ୍ୱାମୀ ବାନ୍ଧବ ସ୍ୱାମୀ ଗୁରୁ ସ୍ୱାମୀ ପରମ ବାନ୍ଧବ ନାରୀ ଧର୍ମ ହଁ ଦାଦା ଘର ସ୍ୱାମୀ ପଦ କଣ ବୁଝିଲୁ କି ରୋଷେଇ କଣ ସବୁ ବୁଝିଗଲୁ ଆରେ ସ୍ୱାମୀ ସେବାରେ ମୁକ୍ତି ଥାଏ ନାରୀ ମାନଙ୍କର କହୁନୁ କହିଲେ ସମାଜ ପାଇଁ ବିଶେଷ ଦରକାର ହେ ମା ଭାଗବତ କଣ କହିଲେ ସ୍ୱାମୀ ହେ ସୁନ୍ଦର ଅବଧୀର ବ୍ୟାଧି ସମସ୍ତ ମା ମାନେ ଟିକେ ମନ ଦେଇ ଶୁଣ ନିଜର ସ୍ୱାମୀ ଦେବତା ସୁନ୍ଦର ହେଉ ସେ କଳା ହେଉ ଛୋଟା ହେଉ ଅନ୍ଧ ହଉ କାଲା ହଉ ସେ ଦେଖାଦା ହଉ ସେ ହଉଛି ଜୀବନର ସାଥୀ ତାହାଙ୍କୁ ବିଷ୍ଣୁ ପ୍ରାୟ ମନି ବୁଝିବ ଦେଇ ସର୍ବପାରି ସ୍ୱାମୀ ଯେତେ ଅସୁନ୍ଦର ହେଲେ ମଧ୍ୟ ତାହାଙ୍କୁ ବିଷ୍ଣୁ ମନେ କରିବ ବେଶ ସମସ୍ତେ ମନା କଲେ ପୂଜା କରିବ ତମେ ମତେ ଗୋଟେ ଗୋଇଠା ମାରି ଦଉନ ସମସ୍ତଙ୍କ ଠାରୁ ନିରାଶ ତମ ଶୁଣି ସାରିଲା ପରେ ଭଗବାନ କୃଷ୍ଣ ବିଚାର କଲେ ମୁଁ ଯାଉଛି ଗୋଟେ ସତୀ ନାରୀ ଖୋଜିବି କଥା ବିଚାର କରି ପ୍ରଭୁ ଚଳିଗଲେ ମୁକୁଣ୍ଡ ରୂପକୁ ଦକ୍ଷରେ ଧରିଲେ ନାରାୟଣ ମାୟାରେ ଛୋଟିଆ ଗୋପାଳ ମୂର୍ତ୍ତି କି ଧାରଣ କରି ବଡ ଜଙ୍ଗଲ ଭିତରେ ଚାଲିଲେ ନାରାୟଣଙ୍କ ମାୟା ନା ହରିର ମାୟା କୋଇ ନ ପାୟା ଆଗରେ ଗୋଟେ ରାଇଜ ଅଛି ନାଇଁ ତମେ ଆମ ଗାଁ ହତ୍ୟା ଭାଇ ପାକୁ ଯାଉନ 4 ଗୁଣ୍ଠା ଧାଡୁ ଧାଡୁ ପକେଇ ଦବ ଦେଖିନି ସାଧାରଣ ମନେ କରି ସତେ ଯଦି ତୁ ମୁକ୍ତି ଚାହିଁବ ନା ଦୂର ଦୂର ବାଳିବ ଗୋଇଠା ପକେଇ ଦବ ବର୍ତ୍ତମାନ ସମୟ ଅବସ୍ଥାନ ଘଟିବା ପାଇଁ ଗଲାଣି ଆମେ ବର୍ତ୍ତମାନ ଏଠି ସ୍ଥଗିତ କରିବା ମିଳେଇ ଦେବା ପାଇଁ ପଡିବ ସେଇ ପ୍ରବେଶ ହୋଇଛନ୍ତି ଆଜ୍ଞା ସୁଧର୍ମା ବ୍ରାହ୍ମଣଙ୍କର ନିକଟରେ ନାଇଁ ତାଙ୍କ ସ୍ତ୍ରୀ ନାମ ହଉଛି ମାଳତୀ ମାଳତୀ କହିଛି ସ୍ୱାମୀଙ୍କୁ ମୋ ପାଇଁ ଗୋଟେ ଚାକର ପିଲା ଖୋଜି ଆଣେ ନାରାୟଣ ସୋମ ନିବାରଣ କରିବା ପାଇଁ ଏକ ସ୍ୱସ୍ଥ ବୃକ୍ଷ ମୂଳରେ ବସିଛନ୍ତି ରେ ସମର ସୁଧର୍ମା ପ୍ରବେଶ ଦେଖିବା ଗଲାର ପୁଅ ତୁ କିଏ କିରେ ତୁ କଣ ବୋତେ ତମେ ଚିହ୍ନିଛ ତମେ ଆପଣ ବ୍ରାହ୍ମଣ କି ପ୍ରଣାମ ନିଅ ଆୟୁଷ୍ମାନ ଭଲ ବାହାର କରିବେ କାଳେ ନିଅ ଲାଗି ଆରେ ବାପା ତୋ ଘର କୋଉଠି ମୋ ଘର ହଁ ତୋ ବାପା ନା କଣ ତୋ ମା ନା କଣ ଏତେ ନା କଣ କେ ପଚାରୁଛ ମ ଆଉ ମୋଟାମୋଟ କହିଲୁ ତୋ ନା କଣ ମୋ ନା ହଉଛି ଗୋପାଳ ଗୋପାଳ ତୁ ଜାତିରେ ତୋ ବୃତ୍ତି ଗାଈ ଚରେଇବା ତୁ ଚାକିରି କରିବୁ ଆମ ଘର 2-4ଟା ଗାଈ ଅଛନ୍ତି ଚରେଇ ପାରିବୁ ଶୁଣ ଆମ ବୁଢୀ ବଡ ଦୟାଳୁ ସେ ବିଷ୍ଣୁ ଭକ୍ତା ଗୁରୁଣ୍ଡି ଗୋପାଳ ପୂଜା କରୁଛି ସବୁଦିନ ପୁଣ୍ୟ ଫୁଲାଣି ତୋଳି ଦେଲେ ଖୁସି କିନ୍ତୁ କରିବ ଯେ ଘରେ ରଖିକି ଗୋପାଳଙ୍କୁ ରାଧା ଅଷ୍ଟମୀରେ କୃଷ୍ଣ ଜନ୍ମରେ ଶଙ୍କୁଳି ବୋଟରେ କରିବ
ପଇସାଟା କଣ ରଖି କରିବା କଣ କରିବା ଟିକେ ତାଙ୍କୁ ଦେଲେ ହରି ତୁଷ୍ୟ ହେବେ ହଁ ଆଜିର ଦିନରେ ଆମେ ଖାଇନେ ମାନେ ସେ ଖାଇ ମୁଁ କହିବି ଯାଆନ୍ତୁ ଦେଖିବେ ଆଜ୍ଞା ମୋ ଗୃହରେ ମୋ ବସା ଘରେ ମୋ ଗୋପାଳ ଅଛନ୍ତି ଏଠିକି ଗୋପାଳ ଅଛନ୍ତି ମୁଁ ଖାଇନି ମାନେ ସେ ଖାଇନି ଖାଇନି ନାଇଁ ମୁଁ ଏଇଲେ ଗଲେ ଖାଇଲେ ମୋ ଗୋପାଳଙ୍କୁ ସମର୍ପଣ କରି ଖାଇବି ସମ୍ମତି ଭକ୍ତ କରି ଚାଲିଲେ ବ୍ରାହ୍ମଣ ପାଳେ ପ୍ରବେଶ ହେଲା ମଉସା ମଉସା କୁଆଡେ ଏଇଟା ତମ ଘର କଳା କେମିତି ଫ୍ୟାନ ଲାଗିଛି କେମିତି ଲାଇଟ୍ ଲାଗିଛି ନା ଦେଖେ ଏଇଟା ଆମ ଘର ବାବା ହଁ ମୁଁ ଭାବୁଛି ଏ ଘରଟାରେ 100 ଛପରି ଟଙ୍କା ଖର୍ଚ୍ଚ ହେଇଛି ତୋର କୋ ଅନୁମାନ ଠିକ ରେ ବା ତମର 10-12 ବଖରା କର ହେଇଥିବ କେତେଟା ଘର ହେଇଛି ଆଜ୍ଞା 100 କି ଛପଡ଼ି ଏ ପଏ ଦେଖ ନା ଏଡି ମୋ ବୁଢୀ ତାକୁ ମୁଣ୍ଡିଆ ମାରି ଶୀଘ୍ର ପ୍ରଣାମ କରେ କିଏ କଣ ଜାଣି ପାରୁଛୁ କିଏ ମୋ ଘରକୁ ଆସିକି ମାଉସୀ ମାଉସୀ ପ୍ରଣାମ ଅରେ ଏଟା କିଆ ସାକିରେ ଖାଲି ବାପା ଆରେ এইটা কিয়া সা মাউসি বেলি তো ତାଙ୍କର ପିଲା ପରେ ଆଣିଛି କହିଥିଲୁ ମତେ আরে বাড়ি পড়া মাউসি বেলি কোন গাউছি কিরা মুকুড়া বপারা শাড়িয়ার আরে বাড়ি পড়া আরে মাউসি বেলি কହୁଛୁ কোন কিরা নুয়া বউ ডাকুলো মতে নুয়া বউ ডাকে ଆଉ କଣ ଦେଖ ବୁଢୀ ନାରାୟଣ କିଛି ଜାଣୁ ନାହିଁ କି ଫାଣୁ ନାହିଁ ମୁଁ ଏଇ ଘରେ ଚାକିରି କରିପାରିବି ଆଚ୍ଛା ଆରେ ତାକୁ ମାଉସୀ ଡାକୁଛୁ ଆଜ୍ଞା ଆପଣଙ୍କୁ ତ ମଉସା ବୋଲି ଡାକୁଛି ସେ ଆପଣଙ୍କର କଣ ହେବେ ମୋ ସ୍ତ୍ରୀ ହବ ତମକୁ ମଉସା ଡାକିଲେ ତୁ ଫୁଡି ଡାକୁ ଆରେ ଏଇଟା କଣ ହଉଛି କିରା ଉପରେ ଚଢିଗଲା କେତେ କଥା ଦରକାର ନାହିଁ ଏଇଟା ମା ଡାକ କୋଉଦିନ ଶୁଣିନି ମା ଡାକେ ମା ମା ପ୍ରଣାମ ଆରେ ବୁଢାଟିଏ ଚାହେ ମା ଠେଇଥା ମୋର ମନ ନାହିଁ ଆଉ ଖାଲି କାମ ଦାମ କଲେ ଭଲ କରି ମୋର ଆନନ୍ଦ କଣ କାମ କରିବି କଣ କାମ ଗାଈ ନେଇକିରି ଯିବୁ ଯିବି ଫୁଲ ତୋଳିକିରି ଆଣିକି ଝିଅଙ୍କ ପାଖରେ ଥୋଇବୁ ହଁ ଏଇତିକି କାମ ମୋର କରିଦେଲେ ଅନେଇଲୁ ତ ପେଟକୁ ପୁରା ଫଟେଇ ଦେବି ଖାଲି କୋବି ଖୁଆଇବୁ ବଜାରେ ମା ବୋଲା 3 ଦିନ ହେଲା ଜାନନୀ ମାଲୋ ମୁଁ ରୋଷେଇ କରି ଆମ ଘରୁ 3 ଦିନରେ ଆସିଲାଣି କିଛି ଖାଇନି କିଛି ଖାଇନୁ ପେଟ ଜଳୁଛି ଆଖିରୁ ଜୁଳୁ ଜୁଳା ପୋକ ବାହାରି ପଡୁଛନ୍ତି ହେଲେ ମା ମତେ କଣ ଟିକେ ଖାଇବା ପାଇଁ ଦେ ତାପରେ ତ କାମ କରିବି ବୁଢା କଣ ଏତିକି ବେଳୁ ଖାଇବାକୁ ମାଗିଲାଣି କିରେ ପିଲାଟା ଯେତେବେଳେ ମାଗୁଛି କଣଟା ନେଇକି ସେ ଖାଇଦବ କଣଟାଟେ ଆରେ କାମ ନ କଲେ ଖାଇବ ସେ ଖାଇବା ମୋଟେ ଦବନି ରେ ବା ମା ବୋଲା କର୍ଣ୍ଣ ବିହୁନେ ହଂସ ହାଣି ବାପା ଅର୍ଣ୍ଣ ଦିନ ତ ହଂସ ହାନି ହବ ଆଉ ତ ଫୁଲ ତୋଳିବ କିଏ ଆରେ ପୁଅ ଏ ଗୋପାଳ ନା ବା ଆମର 7 ଦିନରେ ଥରେ ରୋଷେଇ ହଉଛି ଶୁଣିଲ ଆମ ଘରେ ରୋଷେଇ ବନ୍ଦ ରେ ବା ବାପା ତମର ସତରେ କଣ 7 ଦିନରେ ଥରେ ରାଉଛ 7 ଦିନରେ ଥରେ ବା ଆଉ ତମର କଣ ପବନ ଖାଉଛ ମଲା ମୂର୍ତ୍ତିକା ସବୁ ହଉଛି ଆଚ୍ଛା ମତେ ଡକରା ହଉଛି ବ୍ରାହ୍ମଣ ଗଣ୍ଡାଏ ପେଟକୁ ଖାଉଛି ମୋ ବୁଢୀ ପାଇଁ ଗଣ୍ଡାଏ ଆଣୁଛି ଏବେ ଋଷିଆ ମରି ଯାଇଛି ତା ଦେଇ ଗାଡକୁ ଯିବି କଣ ପୁଅ ଖାଇବୁ ତେଣୁ କରି ବୁଢୀ ଆମର ରୋଷେଇ ବନ୍ଦ 7 ଦିନରେ ଥରେ ରେ ବା ମୋ ବୁଢା ସେଇଥିରେ ଲାଗିଛି ଆମର ରୋଷେଇ ନାହିଁ ହେଲେ ମା ମତେ କଣ ଗଣ୍ଡିଆ ଦିଏ କୋଉଠୁ ଆଣିବି କହୁନୁ যাব ତ ନ ପୁରେ ମୁଁ ଯାଉଛି ତ କର୍ମ କରିବାକୁ
ମୋ ପାଇଁ ଖାଦ୍ୟ ରଖିଥା। କିଛି ପରୁଆ ନାହିଁ ତୁ ଖାଲି ଆସିଲୁ ଛାଡୁ। ନାରାୟଣ ଗଲେ ଗାଈ ଚରିଲେ ଯାହାର ଇଚ୍ଛାରେ ଜଗତ ଚଳିତ ହେଉଛି। ଗାଈ ମାନଙ୍କର ପେଟ ଫେଟ ପୁରିଗଲା। ପ୍ରଭୁ ପୁଣ୍ୟ ଫୁଲ ତୋଳି ଆଣି ବ୍ରାହ୍ମଣରେ ପ୍ରବେଶ ହେଲେ। ଦେଖିଲେ ମା ଏଇ ନେ ତ ଫୁଲ ନେ ତୋ ଗାଈ ସାଇତି ଆସିଛି କଣ ମୁଣ୍ଡେ ଖାଇବା ପାଇଁ ଦଉନୁ। ଆଲା ବୁଢୀ ଆମର ଯୋଉ ଗହମ ଡାଲି କାକୁଡି ଭଜା ଭାତ ପଖାଳ ଭାତ ତାକୁ ମେଞ୍ଚାଇ ଦେଇ ସେ ଖାଇଦଉ। ଆରେ ହେ ସେ ଖାଇବ ମୋ ଚେହେରା ହେଇଯିବ ତାର ରେ। ଆଜ୍ଞା ତାଙ୍କର ଗହମକୁ ଡାଲି କରୁଛନ୍ତି କଣ କାକୁଡି ଭାଜିକି ଦଉଛନ୍ତି। ବ୍ରାହ୍ମଣିଆ ଘର କଣ ଭାବୁଛୁ ବ୍ରାହ୍ମଣିଆ ଖାଦ୍ୟ ପଇତା ପଇତା ବାହାର କରୁଛି ଖାଲି ନିଆଁ ଲାଗିଯିବ ବୋଲି ବାହାର କରୁଛି। ନାଇଁ 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 ମା ହେଲା ଆଉ କଣ କାମ ଅଛି କାଲିକି? କାଲିକି ଆଉ ବୋଇଲା ବ୍ରାହ୍ମଣୀ ରାତିରେ ପାଇଲେ ଗୁରୁଣ୍ଡି ଗୋପାଳ ପୂଜା। ରାତ୍ରି ଥାଉ ବ୍ରାହ୍ମଣୀ ଉଠିଲା ହେଲା ପରେ ରାତ୍ରି ପାଇଲେ ଗୁରୁଣ୍ଡି ଗୋପାଳଙ୍କର ପୂଜା ହେଲା। ତୁ ଜଙ୍ଗଲକୁ ଯାଇ ଫୁଲ ଗଣ୍ଡେ ନେଇକି ଶୀଘ୍ର ଆସିବୁ। ତୁଳସୀ ଆଣିବୁ ମୁଁ ଯାଉଛି। କାଲି ଆମର ଅନେକ ପ୍ରକାର ପିଠା ପଣା ହବ ସବୁ କ୍ଷୀର ଘିଅରେ ହବ ମୁଁ ଯାଉଛି। ନାରାୟଣ ଆଜ୍ଞା ଚାଲିଲେ ରାତ୍ରି ଥାଉ ବ୍ରାହ୍ମଣ ସବୁ ପିଠା ପଣା କରି ଗୁରୁଣ୍ଡି ଗୋପାଳଙ୍କ ଗୃହରେ ନେଇ ଥୋଇଦେଲା। ଯାହାର ମାୟାରେ ତ୍ରିଜଗତ ଘୂର୍ଣ୍ଣନମୟ ହେଉଛି ଯାହାର ଆଜ୍ଞାରେ ଚନ୍ଦ୍ର ସୂର୍ଯ୍ୟ ଉଦୟ ହେଉଛନ୍ତି ସେ ପ୍ରଭୁର ନିର୍ଦ୍ଦେଶରେ ସବୁ କିଛି ହେଇଗଲା। ନାରାୟଣ ପଳେଇ ଆସିଲେ ଫୁଲ ଗଣ୍ଡରେ ଥୋଇଲେ ଦେଖିଲା ବେଳକୁ ବ୍ରାହ୍ମଣୀ ଯୋଉ ପିଠା କରି ଥୋଇଛି ବାସରେ ମହକୁଛି। କବାଟଟା ଖୋଲି ଦେଇ ପିଠା ଥାଳିଟାକୁ ନେଇ ଆସି ଗୋଟା ଗୋଟା ହିରଣ୍ୟ ଗର୍ଭକୁ ଖେପିଲେ। ବ୍ରାହ୍ମଣୀ ମନକୁ ଉତ୍ସାହ କଲେ। ବ୍ରାହ୍ମଣୀ କହିଲା ଦିଅଙ୍କ ମନ୍ଦିରରେ କହିକି ଆସିଥିଲି କାଳେ କବାଟ ଖୋଲି ଯାଇଥିବ ମାର୍ଜିଆରେ ପଶିଯିବ ହେଇଯିବ ନା। ଚାଲିଲା ଆଜ୍ଞା ବ୍ରାହ୍ମଣୀ ଗଲାବେଳକୁ ମହାପ୍ରଭୁ ଭୋଗ ଥାଳି ଟାଣି ଆଣି ଗୋଟାଏ ଗୋଟେ ପାତିକି ପକଉଛନ୍ତି। ବ୍ରାହ୍ମଣୀ ଗର୍ଜନ ତର୍ଜନ ବାড়ি পড়া মুড়িয়া তো খাই যাইকে বসিলু হইঠা কলু আরে মো প্রভুর হইঠা করিদেলু হয় তু আসিকি মোর সবু মারা করে ଦେଇକି বসিলু ঠিক তো জীবন বাড়ি পড়া বাড়িতে আইছে মোর সবু পয়সা ধরিলে ব্রাহ্মণী শরণ সে ବ୍ରାହ୍ମଣୀ ପାଦକୁ ମଞ୍ଚାଳିଲେ ହେଲେ ମାଲ ନା ଓ କଅଳିଆ ପାଦକୁ କେତେ କଷ୍ଟ ନହେଇଥିବ କଠିନ ଟାଇ ଆଶ୍ଚର୍ଯ୍ୟ ହେଲେ ବ୍ରାହ୍ମଣୀ ଆଶ୍ଚର୍ଯ୍ୟ ହଉଛି ମାଲ ମୋ ବକ୍ଷଟା ବଜ୍ରଠୁ ଆହୁରି ପଦ୍ମ ପୁଷ୍ପ ଧରୁଛ ଆହୁରି କେତେ କଷ୍ଟ ନ ହୋଇଥିବ ବୋଲି ଭଗବାନ ଶିଖିଲେ। ବ୍ରାହ୍ମଣୀ ଗଲା ପରେ ଗୋପାଳ ତୁ ସତ୍ୟ କହ ତୁ କିଏ ତୁ ଯାହାକୁ ଆସନ ରଖିଛୁ ସିଂହାସନରେ ବ୍ରତ ସେ ଗୋପାଳ ଅନେଇ ଦେଇଛନ୍ତି
ବ୍ରାହ୍ମଣ ଅନେଇ ଦେଲେ ଆଜ୍ଞା ହେ ହେ ସବୁ ରୂପ ପରେ ଜୟଦେବ ଗୋସ୍ୱାମୀ ଇଏ ଜଳଧ ମୁହଁ ବିଡା ପାଗ ଅଛି ଅନେଇ ନେଇଛନ୍ତି ପ୍ରଭୁଙ୍କୁ ରୂପଲକ୍ଷଣ ପାଦ ତଳେ ପଡିଗଲେ ଭଗବାନ ଗଲେ ମା ଏତେ ଦିନର ଅବିନାଶ ଜୀବନ ପୂର୍ଣ୍ଣ ହୋଇଛି ତୁ ସିନା ମତେ ଗୋଟିଏ ନର୍କରୁ ଉଦ୍ଧାର କଲୁ ତମ ବ୍ରାହ୍ମଣୀ ଦୁଇ ଜଣଙ୍କୁ ଅନ୍ତିମ ପର୍ଯ୍ୟାୟରେ ଯମର 84 ନର୍କ କୁଣ୍ଡରୁ ମୁଁ ଆପେ ଆପେ ଉଦ୍ଧାର କରିନେବି ମୋର ଗୁଣ ବିଶାରଦ ବିଦଗ୍ଧ ମଣ୍ଡଳୀ ମାନଙ୍କୁ ଯୋଡ଼ାଇ হরিবল হুড়ালি করতাল দিও বিশ্ব দুঃখ জয় শ্রীরাম জয় শ্রীরাম জয় শ্রীরাম